ସମସ୍ତଙ୍କୁ ନମସ୍କାର। ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ। ଚାଲନ୍ତୁ ଆଜି ଆମେ ଯାକ ପୁସ୍ତକ ବାକ୍ୟ ଆରମ୍ଭ କରିବା। ଯାକ ପୁସ୍ତକ ଏକ ପର୍ବ ବାକ୍ୟ ପଢିବା। ଦୁଇ ପଦରୁ ନେଇକି ଆମେ ବାକ୍ୟ ପଢିବା। ହେ ମୋର ଭାଇମାନେ, ତୁମମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ, ସେତେବେଳେ ତାହା ବିଶେଷ ଆନନ୍ଦ ବିଷୟ ବୋଲି ମନେ କର। ପରୀକ୍ଷା ସିଧ ବିଶ୍ୱାସ ଧୈର୍ଯ୍ୟ ଉତ୍ପନ୍ନ କରେ, ଏହା ତ ଜାଣିଆସ। ଆଉ ତୁମମାନେ ଯେପରି କୌଣସି ବିଷୟରେ ଉଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ଧୈର୍ଯ୍ୟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ। କିନ୍ତୁ ତୁମମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାଙ୍କୁ ଦିଆଯିବ। କିନ୍ତୁ କିନ୍ତୁ ସେ କିଛି ମାତ୍ର ସନ୍ଦେହ ନ କରି ବିଶ୍ୱାସ ସହ ପ୍ରାର୍ଥନା କରୁ, କାରଣ ଯେ ସନ୍ଦେହ କରେ ସେ ବାୟୁରେ ଇତସ୍ତତ ଚାଳିତ ସମୁଦ୍ର ତରଙ୍ଗ ସଦୃଶ। ସେପରି ଲୋକ ପ୍ରଭୁଙ୍କ ଠାରୁ କିଛି ପାଇବ ବୋଲି ମନେ ନ କରୁ। ସେ ତ ଦିମନା ଲୋକ, ଆପଣାର ସମସ୍ତ ଗତିରେ ଅସ୍ଥିର। ଦୀନତା ଅବସ୍ଥାରେ ତାହା ଭ୍ରାତା ଆପଣାର ଉନ୍ନତ ଅବସ୍ଥାରେ ଦର୍ପ କରୁ। ଧନୀ ଆପଣା ଦିନାବସ୍ଥାରେ ଦର୍ପ କରୁ, କାରଣ ଘାସର ଫୁଲ ପରି ସେ ଝଡ଼ି ପଡ଼ିବ। ଜଣେ ସୂର୍ଯ୍ୟ ସତାପରେ ଉଦୟ ହୁଅନ୍ତେ ଘାସ ଯେପରି ଶୁଖିଯାଏ ଓ ତାହାର ଫୁଲ ଝଡ଼ି ପଡ଼େ, ପୁଣି ତାହାର ରୂପର ସୌନ୍ଦର୍ଯ୍ୟ ନାଶ ହୁଏ, ସେହିପରି ଧନୀ ଲୋକ ହିଁ ଆପଣାର ସବୁ ଗତିରେ ଝାଉଁଳି ପଡ଼ିବ। ଯେଉଁ ଲୋକ ପରୀକ୍ଷା ସହ୍ୟ କରେ ସେ ଧନ୍ୟ, କାରଣ ପ୍ରଭୁ ଆପଣା ଲୋକମାନଙ୍କୁ ଯେଉଁ ଜୀବନ ରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ପରୀକ୍ଷା ସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେହି ମୁକୁଟ ପ୍ରାପ୍ତ ହେବ। କେହି ପରୀକ୍ଷିତ ହେଲେ ମୁହଁର ଏହି ପରୀକ୍ଷା ଈଶ୍ୱରଙ୍କ ଆଡ଼ୁ ହେଉଅଛି ବୋଲି ମନେ ନ ବୋଲି ନ କୁହ, କାରଣ ଈଶ୍ୱର ମନ୍ଦରେ ପରୀକ୍ଷିତ ହୋଇ ପାରନ୍ତି ନାହିଁ, ଆଉ ସେ ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ। ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ। ଏ ବାକ୍ୟ ଆଜି ଆମେ ପଢୁଛୁ। ଏ ବାକ୍ୟ ହେଉଛି ବେଶୀ ମୂଲ୍ୟବାନ ବାକ୍ୟ। ଆଉ ସତରେ ମୁଁ ଯେତେବେଳେ ବାକ୍ୟ ଦ୍ୱାରା କାଲି ଚିନ୍ତା କରୁଛି, ମୁଁ ବେଶୀ ଆଶ୍ଚର୍ଯ୍ୟ ହେଲି। ମୋର ହୃଦୟରେ ଅନୁଗ୍ରହ ପାଇଲି ଯେ ମୋର ଆତ୍ମା ପାଇଁ ପରୀକ୍ଷା ଚିନ୍ତା କରିବା ପାଇଁ। ତ ଏ ଜାଗାରେ ଯେତେବେଳେ ଆମେ ଦେଖୁଛୁ, ବାଇବଲ କହୁଛି, ହେ ମୋର ଭାଇମାନେ, ତୁମମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ, ସେତେବେଳେ ତାହା ବିଶେଷ ଆନନ୍ଦ ବିଷୟ ବୋଲି ମନେ କର। ପରୀକ୍ଷା ସହିତ ବିଶ୍ୱାସ ଧୈର୍ଯ୍ୟ ଉତ୍ପନ୍ନ କରେ, ଏହା ତ ଜାଣିଅଛୁ। ତ ବେଳେବେଳେ ଆମେ ଅନେକ ଗୁଡ଼ିଏ ପରୀକ୍ଷାରେ ପରୀକ୍ଷିତ ହଉଛୁ, ଅନେକ ଗୁଡ଼ିଏ ବିଷୟ ଆମ ଜୀବନରେ ଆସୁଛି, କିନ୍ତୁ ପରମେଶ୍ୱର ଆଉ ସେ ବିଷୟକୁ ଆନନ୍ଦର ବିଷୟ ବୋଲି ମନେ କର ବୋଲି କହୁଛନ୍ତି। ଆଉ ପରୀକ୍ଷା ସିଧ ବିଶ୍ୱାସ ଧୈର୍ଯ୍ୟ ଉତ୍ପନ୍ନ କରେ, ଏହା ତ ଜାଣିଅଛ ଲେଖା ହେଇଛି। ତ ଆମ ଜୀବନରେ ବେଳେବେଳେ ଅଚାନକ ଭାବରେ ରୋଗ ଆସୁଛି, ଆକ୍ସିଡେଣ୍ଟକୁ ସାମ୍ନା କରୁଛୁ, କିନ୍ତୁ ଏହାର ଅର୍ଥ ନାହିଁ ଯେ ପରମେଶ୍ୱର ଆମମାନଙ୍କୁ ଭୁଲିଗଲେ, ଆଉ ପରମେଶ୍ୱର ଆମମାନଙ୍କ ପାଇଁ ଚିନ୍ତା କରୁନାହାନ୍ତି। ତ ମୁଁ ଯେତେବେଳେ କାଲି ଭଉଣୀଙ୍କର, ଆମର ବାଲିଗୁଡ଼ାର ଗୋଟେ ଭଉଣୀଙ୍କର ଭିଡ଼ିଓକୁ ଦେଖିଲି, ଆଉ ତାଙ୍କ ବିଷୟରେ ଯେତେବେଳେ ମୁଁ ପଢ଼ିଲି, ଗ୍ରୁପରେ ମେସେଜ ଦିଆ ହେଇଥିଲା। ସେ ତାଙ୍କ ଘରଠୁ ବୋଧେ ବାଲିଗୁଡ଼ା ଯାଉଥିଲେ,
ଆଉ ହଠାତ୍ରେ ତାଙ୍କର ମୁଣ୍ଡ ବୁଲେଇ ହେଲା ଆଉ ସେ ବାଇକରୁ ତଳକୁ ବ୍ୟାକ୍ ସାଇଡ୍ ପଡ଼ିଗଲେ। ଉପରେ କିଛି ଜଣା ପଡ଼ିଲା ନାହିଁ, କିଛି ମାଡ଼ ହେଇନଥିଲା, କିନ୍ତୁ ତାଙ୍କୁ ଯେତେବେଳେ ମେଡିକାଲକୁ ନିଆହେଲା ତ ମେଡିକାଲକୁ ନେବା ପିରିୟଡ଼ ହିଁ ସେ ସେନ୍ସଲେସ୍ ହେଇଗଲେ, କୌଣସି ବିଷୟ ଜାଣିପାରିଲେ ନାହିଁ। ତ ତାଙ୍କୁ ଯେତେବେଳେ ପରୀକ୍ଷା କରାହେଲା ସେଇଟା ବହୁତ ସିଭିୟର ଥିଲା ଆଉ ସିରିୟସ୍ ମ୍ୟାଟର ଥିଲା, ସେଥିପାଇଁ ତାଙ୍କୁ ସିଧାସଳଖ ଭୁବନେଶ୍ୱର ରେଫର କରାହେଲା। ସେ ଘରୋଇ ହସ୍ପିଟାଲରେ ଯାଇକି ଟ୍ରିଟମେଣ୍ଟ ପାଇଲେ। ପାଖାପାଖି 2 ମାସ ପର୍ଯ୍ୟନ୍ତ ତାଙ୍କର ସେନ୍ସ ନଥିଲା, ଯେହେତୁ ତାଙ୍କର ବ୍ରେନରେ ବେଶୀ ଆଘାତ ହେଇଥିଲା। ତେଣୁ ସେ ଭଉଣୀଙ୍କୁ ବ୍ରେନରେ ଅପରେସନ କରବାର ଥିଲା ଆଉ ଦିନେ ତାଙ୍କୁ ଅପରେସନ କରାହେଲା। ଏ ଉପରେ ଯୋଉ ଆମର ଖପୁରୀ ଅଛି, ଏ ଖପୁରୀ ପୁରା ଡକ୍ଟର ମାନେ କାଢିଦେଲେ ଆଉ ଅଲଗା ପ୍ରକୃତରେ ରଖିଦେଲେ ଆଉ ଖୁଲାରେ ତାଙ୍କୁ ବ୍ରେନରେ ଯେତିକି ସବୁ ବ୍ଲଡ ଜମାଟ ହେଇଥିଲା ସେ ସବୁ ସେ ପ୍ରକୃତରେ ବାହାର କରିଦେଲେ। ତ ଏ ପ୍ରକାର ଭାବରେ ପାଖାପାଖି ସେ 3 ବର୍ଷ 3 ମାସ ପର୍ଯ୍ୟନ୍ତ ସେ ବେଶୀ କଷ୍ଟ ପାଇଲେ। ଆଉ ଯେତେବେଳେ ମୁଁ ତାଙ୍କର କାଲି ଦେଖିଲି, ସେ କୌଣସି ବିଷୟ ଏତେ ଭଲସେ ମନେ ପକେଇ ପାରୁନାହାନ୍ତି, ତାଙ୍କର ସ୍ମରଣ ଶକ୍ତି ପ୍ରକୃତରେ କମି ଯାଇଛି। ସେ ପୂର୍ବ ବିଷୟ ମତେ ମନେ ପକାଉନାହାନ୍ତି, ଟିକେ ପୂର୍ବରୁ ଯାହା କୁହାହେଇଥିବ ସେଇଟା ମଧ୍ୟ ସେ ମନେ ପକେଇବାଟା ତାଙ୍କ ପାଇଁ ବେଶୀ କଷ୍ଟ। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ଭାବରେ କାଲି ତାଙ୍କର ଯେତେବେଳେ ଶୁଣିଲି ପରମେଶ୍ୱର କେମିତି ତାଙ୍କ ଲାଇଫରେ କାମ କଲେ, ଏଇଟା ହଉଛି ଗୋଟେ ବିଷୟ, ଆଶାର ବାହାର ବିଷୟ ଥିଲା। ଜଣେ ବଞ୍ଚିପାରିବ କହିକି ଜଣେ ଆଶା ମଧ୍ୟ ଫିଙ୍ଗିବ, ଆଶା ମଧ୍ୟ କରିପାରିବ ନାହିଁ। କିନ୍ତୁ ମଣ୍ଡଳୀର ପ୍ରାର୍ଥନା ଆଉ ସହଯୋଗ, ପ୍ରଭୁଙ୍କର ଅନୁଗ୍ରହ ହିଁ ତାଙ୍କ ପାଇଁ ଯଥେଷ୍ଟ ଥିଲା ଆଉ ସେ କାଲି ଡିସଚାର୍ଜ ହେଇକି ଘରକୁ ପ୍ରକୃତରେ ଫେରିଲେ। ତ ମୋ ହୃଦୟରେ ମୁଁ ବହୁତ ଥ୍ୟାଙ୍କଫୁଲ ହେଲି। ସେ ଭଉଣୀ ଚର୍ଚ୍ଚରେ ବେଶୀ ଭଲ ଭଉଣୀ ଥିଲେ। ମୁଁ ଯେତେବେଳେ ବାଲିଗୁଡା ଥିଲି, ସେ ଯେତେବେଳେ ବି ଡାକେ ସେ ସମୟରେ ସେ ଘରକୁ ପ୍ରକୃତରେ ଆସନ୍ତି ଆଉ ଚର୍ଚ୍ଚକୁ ଆସନ୍ତି ସେ। ତ ସେ ସେ ସିଲେଇ କାମ କରୁଛନ୍ତି। ଘରେ ତାଙ୍କର କୌଣସି ରୋଜଗାର ନାହିଁ। ତାଙ୍କର ହଜବେଣ୍ଡ ଗୋଟେ ସିଏନଏ ଚର୍ଚ୍ଚର ପ୍ରେସିଡେଣ୍ଟ ଭାବରେ ସେକ୍ରେଟାରୀ ଭାବରେ କାର୍ଯ୍ୟ କରୁଥିଲେ, କିନ୍ତୁ ତାଙ୍କେ ରିଟାୟାର୍ଡ ହେଇକି ଘରେ ଅଛନ୍ତି। ଆଉ ସେ ଯେତେବେଳେ ଆମ ଚର୍ଚ୍ଚର ବାକ୍ୟକୁ ଶୁଣିଲେ, ତାଙ୍କ ଲୋକ ତାଙ୍କୁ ଏତେ ମଧ୍ୟ ରିଟାୟାର୍ଡ ହେଲା ପରେ ଯେଉଁ ପଇସା ମିଳିବା କଥା ସେ ପଇସା ବି ତାଙ୍କୁ ମିଳିଲା ନାହିଁ। ଆଉ ଯେତେବେଳେ ସେ ମିଳିଲା ନାହିଁ, ସେ ବହୁତ କଷ୍ଟରେ ପ୍ରକୃତରେ ବଞ୍ଚୁଥିଲେ। ତାଙ୍କର ବଡ଼ ଝିଅ ହେଉଛି ଟିଚର, କିନ୍ତୁ ସେ ବାହା ହେଲା ପରେ ସେ ଏତେ ତାଙ୍କୁ ସପୋର୍ଟ କଲେ ନାହିଁ। ଆଉ ତାଙ୍କର ଦିଟା ଛୁଆ ଅଛନ୍ତି, ମାନେ ପୁଅମାନେ, ସେମାନେ ମଧ୍ୟ କୌଣସି କାମ କରୁନାହାନ୍ତି, ଘରେ ଅଛନ୍ତି। ଆଉ ଭଲ ଏଜୁକେଟେଡ୍ ଫ୍ୟାମିଲି, ମାନେ ଲୋକ ସେମାନେ। ସେ ଦିଟା ଭାଇ ବି ଭଲ ପାଠ ପଢ଼ିଛନ୍ତି। ତାଙ୍କ ବଡ଼ ଦିଦି ମଧ୍ୟ ଭଲ ପାଠ ପଢ଼ିକି ସେ ଗଭର୍ଣ୍ଣମେଣ୍ଟ ଟିଚର ଅଛନ୍ତି ଏବେ। ତ ମୁଁ ବେଳେବେଳେ ସେ ଭଉଣୀକୁ ପ୍ରକୃତରେ ଦେଖେ, ଆଉ ସେ ଭଉଣୀ ବହୁତ କାମ କରନ୍ତି ଚର୍ଚ୍ଚର, ଆଉ କେବେ ମନା କରନ୍ତି ନାହିଁ। ଯେତେବେଳେ ବି ତାଙ୍କୁ ଚର୍ଚ୍ଚକୁ ପ୍ରକୃତରେ ଡକାଯିବ ସେ ଚର୍ଚ୍ଚକୁ ପ୍ରକୃତରେ ଆସନ୍ତି ଆଉ ଚର୍ଚ୍ଚର ବିଭିନ୍ନ କାମରେ ସେ ସହଯୋଗ କରିଥାନ୍ତି। ତାଙ୍କର ପରିବାରରେ ସେ ଏତେ ଭଲ ଷ୍ଟାଟସ୍ ନାହିଁ, ସେମାନେ ଏତେ ଭଲ ଚଳିପାରନ୍ତି ନାହିଁ। ନର୍ମାଲ ନର୍ମାଲ ଭାବରେ ସେମାନେ ଚଳନ୍ତି। ଯେହେତୁ ତାଙ୍କର ହଜବେଣ୍ଡଙ୍କର ଯୋଉ ରିଟାୟାର୍ଡ ହେଲା ପରେ ତାଙ୍କର ପେନସନ ଯୋଉଟା ଭତ୍ତା ଅଛି, ସେଇଟା ହଉଛି ମାସକୁ 2,000 ଟଙ୍କା ଆସୁଛି। ଆଉ ତାଙ୍କ ବଡ଼ ପୁଅ ମିଶନ ସ୍କୁଲରେ ଥିଲେ। ସେ ବର୍ତ୍ତମାନ ବର୍ତ୍ତମାନ ସେ ପଳେଇଲା ପରେ ସେ ପ୍ରାଇଭେଟ କାମ କରୁଥିଲେ, ଗୋଟେ କ୍ୟାରିୟର ଭାବରେ ସେ କାମ କରୁଥିଲେ। ଆଉ ସାନ ପୁଅ କିଛି କରନ୍ତି ନାହିଁ। ସେ ବି କମ୍ପ୍ୟୁଟର ନଲେଜ ତାଙ୍କ ପାଖରେ ବହୁତ ଅଛି। ତ ଏ ପ୍ରକାର ଭାବରେ ସେମାନେ ବଞ୍ଚିଲା ବେଳକୁ ବେଶୀ କଷ୍ଟ ବି ପ୍ରକୃତିରେ ଅଛି। କିନ୍ତୁ ଆମର କାଣ୍ଟାଟା ଯେତେବେଳେ ହୁଏ କି ଆମର ଚର୍ଚ୍ଚ ଯେତେବେଳେ କଷ୍ଟ୍ୟୁମ୍ ସିଲେଇବାର ଯେତେବେଳେ କାରଣ ଥାଏ, ଯେତେବେଳେ ଆମେ ସେ ଭଉଣୀକୁ ଯେତେବେଳେ ଡାକୁ ସେ ସମୟରେ ସେ ଚର୍ଚ୍ଚକୁ ଆସିକି ମାସେ ମାସେ ଧରିକି ଚର୍ଚ୍ଚରେ ରହିକି
ଘରକୁ ନ ଯାଇକି ସେ ଚର୍ଚ୍ଚର କାମ କରନ୍ତି, ସିଲେଇ କାମ। ଆଉ ଘରେ ଯେତେବେଳେ ସେ ସିଲେଇ କରନ୍ତି, ସେ ମାନେ 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 ସେକେଣ୍ଡ ହ୍ୟାଣ୍ଡର ଯୋଉଟା ଚିରି ଥିବ ସେମିତି ପ୍ୟାଣ୍ଟ ସାର୍ଟ ଆଣନ୍ତି ଆଉ ତାଙ୍କୁ ସିଲେଇବା ପାଇଁ ଦିଅନ୍ତି। ତ ଦିନକୁ 100 ଟଙ୍କାରୁ 200 ଟଙ୍କା ଭିତରେ ସେ ରୋଜଗାର କରନ୍ତି। ସେତିକିରେ ତାଙ୍କର ପରିବାର 4 ଜଣ ଖାଇବେ, ପରିବାର ପ୍ରକୃତରେ ଚାଲିବ। ତ ତାଙ୍କ ସ୍ୱାମୀଙ୍କର ଭତ୍ତା ହଉଛି 2,000 ଟଙ୍କା। ତ ସେତିକିରେ ଗୋଟେ ଫ୍ୟାମିଲି ଚଳିବାଟା ମାନେ ଏତେ ସହଜ ବିଷୟ ନାହିଁ। କିନ୍ତୁ ମୁଁ ପରିତ୍ରାଣ ପାଇଲା ପରେ ତାଙ୍କର ଲାଇଫକୁ ପ୍ରକୃତରେ ଦେଖିଛି। ସେ ବାକ୍ୟ ପାଇଁ ସବୁବେଳେ ଆଗରେ ଛିଡା ହଉଥିଲେ, ଆଉ ଈଶ୍ୱରଙ୍କ ପାଇଁ ସଦାବେଳେ ଆଗରେ ପ୍ରକୃତରେ ଛିଡା ହଉଥିଲେ। ଆଉ ସେ କେବେ ମନା କରନ୍ତି ନାହିଁ କୌଣସି କାମ କରିବା ପାଇଁ। ସେ ହଁ ପାଷ୍ଟର ଆସିବି, କରିବି, ଏ ପ୍ରକାର ବିଷୟ ପ୍ରକୃତିରେ ଜବାବ ଦେଇଥାନ୍ତି। ଆଉ ଦିନେ ପାଷ୍ଟର ତାଙ୍କୁ କଷ୍ଟ୍ୟୁମ୍ ସିଲେଇବା ପାଇଁ ଯେତେବେଳେ ଡାକିଲେ, ସେ ପୁରା 20-15 ଦିନ ପାଇଁ ଚର୍ଚ୍ଚକୁ ଆସିକି ରହିଲେ ଆଉ କଷ୍ଟ୍ୟୁମ୍ କାମ ପ୍ରକୃତିରେ କଲେ। ଆମର ଚର୍ଚ୍ଚ ଯୋଉ କାଣ୍ଟାଟାରେ ଯୋଉ ଡାନ୍ସ ଟିମ୍ ଯୋଉ କଷ୍ଟ୍ୟୁମକୁ ପିନ୍ଧୁଛନ୍ତି, ପ୍ରାୟତଃ ସେ ଭଉଣୀ ପ୍ରକୃତିରେ ସିଲେଇ କରିଥାନ୍ତି। ଯଦି ବାହାରେ ଯଦି ଗୋଟେ କଷ୍ଟ୍ୟୁମକୁ ସିଲେଇବା ପାଇଁ ଯଦି ଦିଆହବ, ତେବେ 2,000 ଟଙ୍କା 1,500 ଟଙ୍କା ପ୍ରକୃତିରେ ସେମାନେ ଡିମାଣ୍ଡ କରୁଛନ୍ତି। ଆମେ ଫାଷ୍ଟ ଯେତେବେଳେ ଗୋଟେ ଟେଲରକୁ ଆଣିଥିଲୁ, ସେ ଗୋଟେ ଗୋଟେ ସାର୍ଟକୁ ଗୋଟେ ଗୋଟେ ଜଣଙ୍କର ଗୋଟେ କଷ୍ଟ୍ୟୁମକୁ ସେ 1,500 ଟଙ୍କା ଡିମାଣ୍ଡ କଲା। 30ଟା ସିଲେଇବାର ଥିଲା। ତ ଯଦି ସେ ସିଲେଇ କରିଥାନ୍ତା ହେଲେ 45,000 ଟଙ୍କା ପ୍ରକୃତରେ ନେଇଥାନ୍ତା। କିନ୍ତୁ ସେତିକି ପଇସା ଯେହେତୁ ଚର୍ଚ୍ଚର କିଛି ନଥିଲା, କିନ୍ତୁ ସେ ଭଉଣୀକୁ ଆଉ ଅଲଗା 2ଟା ଭଉଣୀକୁ ପାଷ୍ଟ ଡାକିଲେ, ଆଉ ସେମାନେ ଆସିକି ଆଉ କିଛି ପଇସା ନ ନେଇକି ସେମାନେ ଚର୍ଚ୍ଚରେ କାମ କଲେ। ଆଉ ଯେତେବେଳେ ଗଲାବେଳକୁ ପାଷ୍ଟ କିଛି ପଇସା ତାଙ୍କୁ ପ୍ରକୃତରେ ଦେଲେ। ତ ସେ ସମୟରେ ସେ ଭଉଣୀଙ୍କର ହୃଦୟରେ ଅନେକ ଗୁଡ଼ିଏ ସମସ୍ୟା ପରିସ୍ଥିତି ଗୁଡ଼ାକ ଅଛି, ସମସ୍ୟା ଗୁଡ଼ାକ ଅଛି। କିନ୍ତୁ ଯେତେବେଳେ ଅଫରିଂ ବକ୍ସ ଯେତେବେଳେ ଖୋଲା ହେଲା, ସେ ଭଉଣୀ ନେଇକି ଯେତିକି ପଇସା ପ୍ରକୃତରେ ପାଇଥିଲେ, ସେ ପଇସା ଅଫରିଂ ବକ୍ସରେ ପକେଇଥିଲେ। ଅଳ୍ପ ପଇସା ନିଜେ ନେଇଥିଲେ, ଆଉ ବହୁତ ପଇସା ସେ ଅଫରିଂ ବକ୍ସରେ ପକେଇଥିଲେ। ତ ଦିନେ ମୁଁ ସେ ବିଷୟକୁ ନେଇକି ସେ ଭଉଣୀକୁ ପଚାରିଲି, ଆଉ ତମର ତ ସମସ୍ୟା ଅଛି, ପରିସ୍ଥିତି ଅଛି, ତମେ ସେ କାହିଁକି ପଇସା ନେଲ ନାହିଁ, କାହିଁକି ଅଫରିଂ ବକ୍ସରେ ପକେଇଲ? ତ ସେ ଭଉଣୀଙ୍କ ପାଖରେ ଯୋଉ ଉତ୍ତର ବାହାରିଲା, ମୁଁ ବେଶୀ ଆଶ୍ଚର୍ଯ୍ୟ ହେଇଥିଲି। ପାଷ୍ଟ ମୁଁ କେବେ ପରମେଶ୍ୱରଙ୍କୁ କିଛି ଦେଇନି। ପରମେଶ୍ୱର ମୋ ପାଇଁ ଏତେ ସବୁ ବିଷୟ କରିଛନ୍ତି, ମୋ ପାଇଁ ରକ୍ତ ଦେଇଛନ୍ତି। ମୁଁ କ୍ରୁଶରେ ଚଢ଼ିବାର ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ନିଜେ ଚଢ଼ିଲେ। ତ ୟାଠାରୁ ବଡ଼ ବିଷୟ କଣ? ମୁଁ ସୁଷମାଚାର କାମ ପାଇଁ ଯଦି ବ୍ୟବହାର ହଉଛି, ଏଇଟା ମୋ ପାଇଁ ବେଶୀ ଧନ୍ୟବାଦର ବିଷୟ। ସେଥିପାଇଁ ମୁଁ ଚାହୁଁଥିଲି କିଛି ଦଶମାଂଶ ପ୍ରଭୁଙ୍କୁ ଦେବି। ବହୁତ ଥର ପ୍ରାର୍ଥନା ବି କରିଛି, କିନ୍ତୁ କେବେ ହେଇନାହିଁ। କିନ୍ତୁ ପରମେଶ୍ୱର ଏଥର ତାଙ୍କର କାର୍ଯ୍ୟରେ ମୋତେ ବ୍ୟବହାର କଲେ, ଆଉ ମୋତେ କିଛି ପଇସା ଦେଲେ। ପରମେଶ୍ୱରଙ୍କ ଦ୍ୱାରା ମୁଁ ପାଇଲି। ସେଥିପାଇଁ ମୁଁ ଚିନ୍ତା କଲି, ପଇସା ନେଲେ ମୋ ପାଇଁ ନିହାତି କାର୍ଯ୍ୟରେ ବ୍ୟବହୃତ ହବ। କିନ୍ତୁ ତାଠୁ ବଡ଼ ବିଷୟ ହେଉଛି ସୁଷମାଚାର ଭିତରେ ପଇସାର ଆବଶ୍ୟକ ଅଛି। ହେଲେ ସୁଦ୍ଧା ପରମେଶ୍ୱର ମୋତେ ପ୍ରକୃତରେ ଏସବୁ ବିଷୟକୁ ଦେଇଛନ୍ତି। ମୁଁ କ'ଣ ପାଇଁ ଫାଷ୍ଟ ମୋ ପାଇଁ ଚିନ୍ତା କରିବି? ମୁଁ ତ କେବେ କିଛି ଦେଇନାହିଁ। କିନ୍ତୁ ସେଥିପାଇଁ ମୋତେ ଏରା ଧନ୍ୟବାଦର ହୃଦୟ ସହିତ ମୁଁ ପ୍ରକୃତରେ ଦେଇଛି କହିଲି। ତ ଏ ବିଷୟ ଯେତେବେଳେ ତାଙ୍କ ଠାରୁ ମୁଁ ଯେତେବେଳେ ଶୁଣିଲି, ଏତେ ମୂଲ୍ୟବାନ ଭଉଣୀ ସେ, ତ ହଠାତ୍ରେ ସେ ଯେତେବେଳେ ବାଇକ୍ରେ ଖସିକି ବ୍ୟାକ୍ ସାଇଡ୍ ପଡ଼ିଗଲେ, ତାଙ୍କର ବ୍ରେନ୍ରେ ପ୍ରକୃତରେ ବହୁତ ଆଘାତ ଆସିଲା, ଆଉ ସେ କୋମାକୁ ପ୍ରକୃତରେ ପଳେଇଲେ। ପାଖାପାଖି 2 ମାସରୁ ଅଧିକ ପ୍ରକୃତରେ ସେ କୋମାରେ ପ୍ରକୃତରେ ରହିଲେ। ତାଙ୍କର କୌଣସି ସେନ୍ସ ନଥିଲା। ସେଥିପାଇଁ ମେଜର ଅପରେସନ ପ୍ରକୃତରେ ତାଙ୍କ କରାହେଲା। ଉପରେ ମୁଣ୍ଡରେ ଖପୁରୀ ପ୍ରକୃତରେ ବାହାର କରିକି ଅଲଗା ଫ୍ରିଜ୍ କରିକି ରଖାହେଲା। ଓପନଲି ତାଙ୍କୁ ପ୍ରକୃତରେ ଅପରେସନ କରାହେଲା। ସେ 2 ମାସ ଧରିକି ତାଙ୍କର ସେନ୍ସ ନଥିଲା। ତ ମୁଁ କାଲି ଯେତେବେଳେ ତାଙ୍କର ଡିସଚାର୍ଜ ମେସେଜ ପ୍ରକୃତରେ ଦେଖିଲି, ମୁଁ ବହୁତ ଆଶ୍ଚର୍ଯ୍ୟ ହେଲି। ପରମେଶ୍ୱର କେମିତି ଏ ଭଉଣୀକୁ ପ୍ରକୃତରେ ହେଲ୍ପ କରୁଛନ୍ତି, ଆଉ ପରମେଶ୍ୱର କେମିତି ଏ ଭଉଣୀକୁ ପ୍ରକୃତରେ ସାହାଯ୍ୟ ପ୍ରକୃତରେ କଲେ। ତ ବେଳେ ବେଳେ ଆମେ ଏ ପ୍ରକାର ବିଷୟକୁ ବୁଝି ନଥାଉ,
ଆଉ କାହିଁକି ପରମେଶ୍ୱର ଏ ପ୍ରକାର ବିଷୟ ଆମମାନଙ୍କ ଜୀବନରେ ଆଣି ଆସନ୍ତି, କାହିଁକି ଦେଇ ଆସନ୍ତି କହିକି ଅନେକ ସମୟରେ ଆମେ ପରିତ୍ରାଣ ପାଇଲା ପରେ ଅଧିକାଂଶ ସମୟରେ ଆମେ ପରମେଶ୍ୱରଙ୍କୁ ପ୍ରଶ୍ନ ପଚାରିକି ବଞ୍ଚିଥାଉ। କିନ୍ତୁ ଏଇଟା ଗୋଟେ ବିଷୟ ନାହିଁ ଯାହାକି ଆମେ ପ୍ରଶ୍ନ ପଚାରିକି ପ୍ରଭୁଙ୍କ ପ୍ରକୃତରେ କହିପାରିବା କି ଅଭିଯୋଗ କରିପାରିବା। ବାଇବଲ କହୁଛି, ଏଁ, ହେ ମୋର ଭାଇମାନେ, ତୁମମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ, ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର। ପରୀକ୍ଷା ସହିତ ବିଶ୍ୱାସ ଯେ ଧୈର୍ଯ୍ୟ ଉତ୍ପନ୍ନ କରେ ଏହା ତ ଜାଣିଅଛ। ସେଥିପାଇଁ ପରମେଶ୍ୱର ଆମମାନଙ୍କୁ ଯେତେବେଳେ ଆମମାନଙ୍କ ସମ୍ମୁଖରେ ପରୀକ୍ଷା କରୁଅଛନ୍ତି, ଏହାର ଅର୍ଥ ନାହିଁ ଯେ ପରମେଶ୍ୱର ଆମମାନଙ୍କୁ ତୁଚ୍ଛ କରୁଅଛନ୍ତି। ବାଇବଲ କହୁଛି ପରୀକ୍ଷା ସହିତ ବିଶ୍ୱାସ ଧୈର୍ଯ୍ୟ ଉତ୍ପନ୍ନ କରେ, ଏହା ତ ଜାଣିଅଛ ଲେଖା ହେଇଛି। ଚାରିପଦ ଲେଖିଲେ ଦେଖିଲେ, ଆଉ ତୁମମାନେ ଯେପରି କୌଣସି ବିଷୟରେ ଉଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହଉ, ଏଥିପାଇଁ ଧୈର୍ଯ୍ୟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ। ତ ପରମେଶ୍ୱର ସେ ଜାଗାରେ କାମ କରୁଛନ୍ତି। ପରମେଶ୍ୱର ଆମମାନଙ୍କ ପ୍ରକୃତିରେ ବାଛି ଅଛନ୍ତି। 5 ପଦ ଲେଖା ହେଇଛି, କିନ୍ତୁ ତୁମମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ସାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ। ସେଥିପାଇଁ ପରମେଶ୍ୱର କଣ କହୁଛନ୍ତି, ଯଦି ଯାହାର ଜ୍ଞାନ ଅଭାବ ଅଛି ସେ ଈଶ୍ୱରଙ୍କୁ ଦୋଷ ନ ଧରି ମୁକ୍ତ ହସ୍ତରେ ତାହାଙ୍କୁ ସମସ୍ତଙ୍କୁ ଦାନ କରନ୍ତି ଲେଖା ହେଇଛି। ତାମାନେ ଈଶ୍ୱର ଆମକୁ ଜ୍ଞାନର ଅଭାବ ମାନେ କଣ? ଜ୍ଞାନର ଅଭାବ ହେଉଛି ଈଶ୍ୱରଙ୍କର ବାକ୍ୟର ଅଭାବ। ଲୋକମାନଙ୍କ ହୃଦୟରେ ଯେତେବେଳେ ବାକ୍ୟର ଅଭାବ ଯେତେବେଳେ ଥାଏ, ବାକ୍ୟ ଠାରୁ ଯେତେବେଳେ ଲୋକ ଦୂରକୁ ପ୍ରକୃତରେ ଯାଆନ୍ତି, ଲୋକମାନେ ପରମେଶ୍ୱରଙ୍କୁ ପଚାରିଥାନ୍ତି, ପରମେଶ୍ୱରଙ୍କୁ ପ୍ରକୃତରେ ଘୃଣା କରନ୍ତି। ପରମେଶ୍ୱର ମୋତେ କଣ ଦେଲ ତମେ? ମୁଁ କଣ ପାଇଲି ତମ ପଛରେ ଆସିକି? କଣ ଲାଭ ହେଲା ମୋର ଜୀବନରେ? ଉଁ? ଜଗତର ଲୋକମାନଙ୍କୁ ଦେଖିକି ନିଜକୁ ସେମାନେ ପ୍ରକୃତରେ ତୁଳନା କରିକି ଜୀବନ ଯାପନ କରନ୍ତି। କିନ୍ତୁ ଏଇଟା ଗୋଟେ ବିଷୟ, ପରମେଶ୍ୱରଙ୍କୁ ସମ୍ପୂର୍ଣ୍ଣ ପ୍ରକୃତରେ ପରିତ୍ୟାଗ କରିଥିବା ବିଷୟ ଆଉ ପରମେଶ୍ୱରଙ୍କୁ ପ୍ରକୃତରେ ତୁଚ୍ଛ କରୁଥିବା ବିଷୟ ହେଉଛି ଏଇଟା। ସେଥିପାଇଁ ମୁଁ ଯେତେବେଳେ ବିଷୟକୁ ନେଇକି ଚିନ୍ତା କରୁଛି ଆଉ ପରମେଶ୍ୱରଙ୍କ ବିଷୟରେ ଯେତେବେଳେ ଭାବୁଛି, ସତରେ ପରମେଶ୍ୱର ଆମମାନଙ୍କୁ କୋଉ ପ୍ରକାର ବିଷୟ ଦେବା ପାଇଁ ଚାହାନ୍ତି। ତ ଏ ଜାଗାରେ ଯେତେବେଳେ ଆମେ ଦେଖିବା, ପରମେଶ୍ୱର କଣ କହୁଛନ୍ତି, କିନ୍ତୁ ତୁମମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ସାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାଙ୍କୁ ଦିଆଯିବ ଲେଖା ହେଇଛି। ତ ଈଶ୍ୱରଙ୍କ ଦୋଷ ନ ଧରିକି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି ଲେଖା ହେଇଛି। ସେଥିପାଇଁ ପରମେଶ୍ୱର, ଆମେ ଯେତେବେଳେ ଗସ୍ପେଲ ପାଇଁ ବଞ୍ଚୁଛୁ, ଆମେ ଯେତେବେଳେ ଗସ୍ପେଲ ପାଇଁ ଚିନ୍ତା କରୁଛୁ, ଆମେ ଯେତେବେଳେ ନିଜକୁ ସୁଷମାଚାର ଭିତରେ ଜଡ଼ିତ କରୁଅଛୁ, ପରମେଶ୍ୱର କାହିଁକି ପ୍ରକୃତିରେ ମୋତେ କଷ୍ଟରେ ପ୍ରକୃତିରେ ପକେଇବେ? ଆଉ ପରମେଶ୍ୱର କାହିଁକି ପ୍ରକୃତିରେ ମୋତେ ପରିତ୍ୟାଗ କରିବେ? ଆଉ ପରମେଶ୍ୱର ମୋତେ କାହିଁକି ଘୃଣା କରିବ? ଆମେ ପ୍ରକୃତିରେ ବେଶୀ ବେଳେବେଳେ ମୂର୍ଖର ଜୀବନ ପ୍ରକୃତିରେ ବଞ୍ଚୁଛୁ। ମୁଁ ପରିତ୍ରାଣ ପାଇଲି ଯେ ମୋର ଜୀବନରେ କଣ ହେଲା? କିଛି ତ ପାଇଲି ନାହିଁ, କଣ ମିଳିଲା? ଦେଖ ମୋର ଘର, ଦେଖ ମୋର ସମସ୍ୟା, ଦେଖ ମୋର ପରିସ୍ଥିତି, ଯେମିତିକି ସେମିତି ପ୍ରକୃତିରେ ପଡ଼ିଛି। ଅନେକ ସମୟରେ ଆମେ ଏ ପ୍ରକାର ବିଷୟ କହିଥାଉ ଆଉ ଏ ପ୍ରକାର ଜୀବନ ଯାପନ କରିଥାଉ। ଭାଇ ଭଉଣୀମାନେ, ଯେତେବେଳେ ଆମେ ଦେଖୁଛୁ, 6 ପଦରେ ଦେଖିଲେ, କିନ୍ତୁ ସେ କିଛି ମାତ୍ର ସନ୍ଦେହ ନ କରି ବିଶ୍ୱାସ ସହ ପ୍ରାର୍ଥନା କରୁ ଲେଖା ହେଇଛି। ସେଥିପାଇଁ ପ୍ରାର୍ଥନା ଯେତେବେଳେ ଆମେ କରୁଛୁ, ଯଦି ଆମେ ସନ୍ଦେହ କରୁଛୁ ଏଇଟା ହବ କି ନ ହବ, ସେଇଟା ବିଶ୍ୱାସ ନାହିଁ ସେଟା। ହୁଁ? ଆମେ ବେଳେବେଳେ ପ୍ରାର୍ଥନା କରିଥାଉ ଅନେକ ଗୁଡ଼ିଏ ବିଷୟରେ, କିନ୍ତୁ ଆମ ପାଖରେ ଯେତେବେଳେ ବିଶ୍ୱାସ ନାହିଁ, ସେ ବିଶ୍ୱାସ କେବେ ସେ ପ୍ରାର୍ଥନା ଦ୍ୱାରା କେବେ ମଧ୍ୟ କାର୍ଯ୍ୟ ସାଧନ ହେଇପାରିବ ନାହିଁ। ସେଥିପାଇଁ ପରମେଶ୍ୱର କଣ ଚାହାନ୍ତି, ତମେ ଯାହା ବି ମାଗୁଛ ସନ୍ଦେହ କର ନାହିଁ, ବିଶ୍ୱାସ ସହ ପ୍ରାର୍ଥନା କର ଲେଖା ହେଇଛି। କାରଣ ଯିଏ ସନ୍ଦେହ କରେ ସେ ବାୟୁରେ ଇତସ୍ତତ ଚାଳିତ ସମୁଦ୍ର ତରଙ୍ଗ ସଦୃଶ। ସେଥିପାଇଁ ପବନ ହଉଛି କେବେ ସ୍ଥିର ହେଇ ରହିପାରିବ ନାହିଁ, ସମୁଦ୍ର କେବେ ମଧ୍ୟ ସ୍ଥିର ପ୍ରକୃତିରେ ନାହିଁ। ସେଥିପାଇଁ ଅସ୍ଥିର ମନା ମାନଙ୍କୁ ପରମେଶ୍ୱର କେବେ ମଧ୍ୟ ପସନ୍ଦ କରନ୍ତିନି। ସେଥିପାଇଁ ପରମେଶ୍ୱର କଣ ଚାହାନ୍ତି ମନୁଷ୍ୟକୁ, ମନୁଷ୍ୟ ଜୀବନରେ ପରମେଶ୍ୱର କଣ ଦେବା ପାଇଁ ପ୍ରକୃତିରେ ଚାହାନ୍ତି? ପରମେଶ୍ୱର ନିଶ୍ଚିନ୍ତ ଭାବରେ ସେ ଜାଗାରେ ଗୋଟେ ବିଷୟ ଚାହାନ୍ତି, ମନୁଷ୍ୟ କେମିତି ପରମେଶ୍ୱରଙ୍କ ଦ୍ୱାରା ପ୍ରକୃତିରେ କଢ଼େଇକି ନିଆଯିବ। ଏଁ? ସେଥିପାଇଁ ପରମେଶ୍ୱର କହିଲେ 7 ପଦରେ, ଯେପରି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ମନେ ମନେ ନ କରୁ ଲେଖା ହେଇଛି। ସେଥିପାଇଁ ଆମେ ଅଧିକାଂଶ ସମୟରେ ପରିଧାନ ପାଇଲା ପରେ ଆମେ ପ୍ରଭୁଙ୍କଠାରୁ କିଛି ଗୋଟେ ବିଷୟକୁ ଆଶା କରୁଅଛୁ।
ହଁ ପରମେଶ୍ୱରଙ୍କ ଠାରୁ ଆମେ କିଛି ବିଷୟ ମାଗୁଛୁ, ପରମେଶ୍ୱର ଏଇଟା ଦିଅ ସେଟା ଦିଅ, ଏଇଟା ଅଭାବ ଅଛି ସେଟା ଅଭାବ ଅଛି। କିନ୍ତୁ ଏ ପ୍ରକାର ଭାବରେ ଆମେ ଶୈତାନ ଦ୍ୱାରା ପ୍ରକୃତିରେ ପରୀକ୍ଷିତ ହେଇକି ପରମେଶ୍ୱରଙ୍କ ବାକ୍ୟ ଠାରୁ ପ୍ରକୃତିରେ ବେଶୀ ଦୂରକୁ ଚାଲି ଯାଉଛୁ। ଭାଇମାନେ ଏଇଟା ହଉଛି ଗୋଟେ ଶୈତାନର ସଂକଳ୍ପ। ଶୈତାନ ଆମମାନଙ୍କୁ ପ୍ରକୃତିରେ କେମିତି ଗସ୍ପେଲ ଠାରୁ ଅଲଗା କରିବି, କେମିତି ମଣ୍ଡଳୀ ଠାରୁ ଅଲଗା କରିବି, କେମିତି ପରମେଶ୍ୱରଙ୍କ ଠାରୁ ଅଲଗା କରିବି, ସେ ସୁଯୋଗ ପ୍ରକୃତିରେ ଖୋଜୁଅଛି। ସେଠି ଆମେ କେବେ ମଧ୍ୟ ସେଇଟାକୁ ଜାଣିନଥାଉ, ଆମ ପାଖରେ କୌଣସି ସେନ୍ସ ମଧ୍ୟ ପ୍ରକୃତିରେ ନାହିଁ। ଯେତେବେଳେ ଆମେ ଏ ପ୍ରକାର ଭାବରେ ସେନ୍ସକୁ ହରେଇଥାଉ, ଆମେ କୌଣସି ବିଷୟ ପ୍ରକୃତିରେ ଦେଖିନଥାଉ, ଆମ ପାଖରେ କୌଣସି ଆଶା ପ୍ରକୃତିରେ ତିଆରି ହେଇନଥାଏ। ସେଥିପାଇଁ ସେତେବେଳେ ଆମେ ଅନେକ ଗୁଡ଼ିଏ ସମସ୍ୟାରେ ପ୍ରକୃତିରେ ଜଡ଼ିତ ହେଇଥାଉ, ଅନେକ ଗୁଡ଼ିଏ କମ୍ପ୍ଲେନ କରିଥାଉ ଆମ ଜୀବନରେ ପରମେଶ୍ୱରଙ୍କ ଆଡ଼କୁ। କିନ୍ତୁ ଏଇଟା କିଏ ପ୍ରକୃତିରେ ଆମକୁ ଆମ ଭିତରେ ଏ ପ୍ରକାର ବନଉଛି ଯେ ଆମେ ପରମେଶ୍ୱରଙ୍କୁ କମ୍ପ୍ଲେନ କରିକି ପ୍ରକୃତିରେ ପହଞ୍ଚିବୁ। ଯଦି ଆମେ ନିଜ ବିଷୟରେ ଦେଖିବା, ଚିନ୍ତା କରିବା, ପରମେଶ୍ୱର ଆମକୁ କ'ଣ ଦେଇନାହାନ୍ତି, ପରମେଶ୍ୱର ମୋତେ କୋଉ କୋଉ ଜାଗାରେ ଅଭାବ ପ୍ରକୃତିରେ କରିଅଛନ୍ତି। ସତରେ ପରମେଶ୍ୱର ମୋତେ କ'ଣ ଅକାମୀ ପ୍ରକୃତିରେ କରିଅଛନ୍ତି କି? ମୋର ଶରୀର କ'ଣ ଚଳପ୍ରଚଳ ପ୍ରକୃତିରେ କରୁନାହିଁ କି? ନା ପରମେଶ୍ୱର ମୋତେ ହାତ ଦିଟା ଦେଇନାହାନ୍ତି, ଗୋଡ଼ ଦିଟା ଦେଇନାହାନ୍ତି, ନା ସମ୍ପୂର୍ଣ୍ଣ ଏ ଅଙ୍ଗ ପ୍ରତ୍ୟଙ୍ଗ ମୋର ପ୍ରକୃତିରେ ଆ, ମାନେ ତିଆରି ମାନେ କରିନାହାନ୍ତି। ମୋ ପାଖରେ କ'ଣ ଅଭାବ ଅଛି? ମୂଲ୍ୟବାନ ବିଷୟ ପରମେଶ୍ୱର ଶରୀରକୁ ଦେଲା ପରେ ପରମେଶ୍ୱର ମୂଲ୍ୟବାନ ଭାବରେ ମୋତେ ଗୋଟେ ଆତ୍ମାକୁ ଦେଇ ଆସନ୍ତି। ଆତ୍ମାଙ୍କ ପାଇଁ ପରମେଶ୍ୱର ନିଜେ ଯୀଶୁଖ୍ରୀଷ୍ଟଙ୍କୁ ପଠେଇକି ଏ ଆତ୍ମାଙ୍କୁ ପ୍ରକୃତିରେ ଧାର୍ମିକ ପାଇଁ ଏ ଆତ୍ମା ଯେମିତି ସ୍ୱର୍ଗକୁ ଯିବ ସେ ପ୍ରକାର କାର୍ଯ୍ୟ ଯୀଶୁଖ୍ରୀଷ୍ଟ ନିଜେ କରି ଆସନ୍ତି। ତ ଏଇ ଏତେ ସବୁ ଈଶ୍ୱର କରି ଅଛନ୍ତି, ତେବେ ଈଶ୍ୱର କ'ଣ କରିନାହାନ୍ତି ମୋ ପାଇଁ? ତ ଆଜି ମୁଁ ଯେତେବେଳେ ଏ ବିଷୟକୁ ଚିନ୍ତା କଲି, କାଲିଠାରୁ ବାକ୍ୟକୁ ଯେତେବେଳେ ପଢୁଛି, ମୁଁ ଗୋଟେ ବିଷୟ ପ୍ରକୃତିରେ ପାଇପାରୁଛି ଯେ ପରମେଶ୍ୱର ସତରେ ଆମମାନଙ୍କ ଲାଇଫରେ କୋଉ ପ୍ରକାର କାମ କରିବା ପାଇଁ ଚାହୁଁଛନ୍ତି। ପରମେଶ୍ୱର ଆମମାନଙ୍କୁ କୋଉ ପ୍ରକାର ଭାବରେ କଢେଇକି ନେବା ପାଇଁ ଚାହୁଁଛନ୍ତି। ସତରେ 8 ପଦରେ ଦେଖିଲେ ସେ ତ ଦିମନା ଲୋକ ଆପଣର ସମସ୍ତ ଗତିରେ ଅସ୍ଥିର ଲେଖା ହେଇଛି। ତ ଦିମନା ଲୋକ ହଉଛି ସଦାବେଳେ ଅସ୍ଥିର ହବ। ଚର୍ଚ୍ଚ ଯିବା ପାଇଁ ଡାଉଟ୍ କରିବ, ବାକ୍ୟ ଶୁଣିଲେ ଡାଉଟ୍ କରିବ, କୋଉ ଭାଇ ଭଉଣୀଙ୍କ ସହିତ କଥା ହେଲେ ସେ ଡାଉଟ୍ କରିବ, ଯାହା କଲେ ବି ତାକୁ ଡାଉଟ୍ ଆସିବ, ଏଇଟା ହବ ନା ହବ ନାହିଁ, କଲେ କରିବି ନା କରିବି ନାହିଁ, ପରମେଶ୍ୱର ହେଲ୍ପ କରିବେ କି ନାହିଁ। ତ ସଦାବେଳେ ପ୍ରକାର ଶୈତାନ ନେଇକି ଆମମାନଙ୍କ ପାଖରେ ଗୋଟେ ପରୀକ୍ଷା କରିବା ପାଇଁ ଗୋଟେ ପ୍ରଶ୍ନ ପ୍ରକୃତିରେ ଆଣିକି ଥୋଇ ଦେଉଛି। ଦେଖ ତମେ ପରିତ୍ରାଣ ପାଇଲ, ଦେଖ ତମେ ଧାର୍ମିକ ହେଲ ସତ, କିନ୍ତୁ ଲାଭଟା କ'ଣ ହେଲା? ତମେ ଚର୍ଚ୍ଚକୁ ଯାଉଛ ସଦାବେଳେ, ଲାଭ କ'ଣ? ହୁଁ, ତମ ପାଖରେ ସମସ୍ୟା କେମିତି ସମାଧାନ ହଉନାହିଁ, ପରିସ୍ଥିତି ତମ ପାଖରେ ସମାଧାନ ହଉନାହିଁ। ଯେତେବେଳେ ଆମ ଜୀବନରେ ଏ ପ୍ରକାର ବିଷୟ ଯାକ ଘଟୁଛି, ହଠାତ୍ରେ ଆମେ ପ୍ରକୃତିରେ ଭାଙ୍ଗି ପଡୁଛୁ। ଆଉ ଯେତେ ଦୂର ଆମେ ଚାହିଁବୁ ସୁଷମାଚାର ଠାରୁ ଅଲଗା ହେବୁ, ସେ ବିଷୟକୁ ଆମେ ପ୍ରକୃତିରେ ପ୍ରୟାସ କରୁଛୁ। ସତରେ ଭାଇ ଭଉଣୀ ମାନେ, ଏଇଟା ହଉଛି ଶୈତାନର ପ୍ରଲୋଭନ। ଇସ୍କାରିୟତ ଯିହୁଦା ଯୀଶୁଙ୍କୁ ବିକ୍ରୟ କରିବା ପାଇଁ ଇସ୍କାରିୟତ ଯିହୁଦାର ହୃଦୟରେ ଶୈତାନ ସଂକଳ୍ପ ଜାତ କଲା ଲେଖା ହେଇଛି। ସତରେ ଇସ୍କାରିୟତ ଯିହୁଦା କେବେ ମଧ୍ୟ ସେଟାକୁ ଜାଣିପାରିଲା ନାହିଁ ଯେ ମୋ ଭିତରେ ଶୈତାନ ବାସ କରୁଛି। ହଁ, ମତେ ଶୈତାନ ବ୍ୟବହାର କରୁଅଛି, ମୁଁ ଯେମିତି ଯୀଶୁଙ୍କୁ ବିକ୍ରୟ କରିବି। ସେଥିପାଇଁ କେବେ ମଧ୍ୟ ମାନେ ଯୀଶୁଙ୍କ ପାଖକୁ ଯାଇନାହିଁ, ଥରେ ମଧ୍ୟ ସହଭାଗିତା ନେବା ନିମନ୍ତେ, ଥରେ ମଧ୍ୟ ଯୀଶୁଙ୍କ ପ୍ରକୃତିରେ ସେ ନିଜର ହୃଦୟ ପ୍ରକୃତିରେ ସେୟାର କରିନାହିଁ। ଯୀଶୁ, ମୋ ପାଖରେ ଏ ପ୍ରକାର ଚିନ୍ତା ଅଛି, ଏ ପ୍ରକାର ଭାବୁଛି ମୁଁ। ଏ 5 ଟଙ୍କାର ମୁଦ୍ରାକୁ ଦେଖିଲେ ମତେ ଲୋଭ ଲାଗୁଛି। କ'ଣ କରିବି? ସରି, 5 ଟଙ୍କା କହୁଛି, 30 ଟଙ୍କା ରୂପମୁଦ୍ରାକୁ ଦେଖିଲେ ମତେ ଲୋଭ ଲାଗୁଛି। କ'ଣ କରିବି? ଏଠୁ ଏ ଲୋଭର ପ୍ରକୃତିରେ ମୁଁ ବାହାରି ପାରୁନାହିଁ। ପ୍ରଭୁ, ତମେ ମତେ କିଛି ଗୋଟେ ବିଷୟ ମୋ ପାଇଁ କର, ତେବେ ମୁଁ ଏ ଜାଗାରୁ ସହଜରେ ବାହାରି ପାରିବି। ନଚେତ୍ ମୁଁ ଜଣେ ଲୋକ, ପ୍ରଭୁ ତମକୁ ବିକ୍ରୟ କରିବା ଲୋକ। ଏ ପ୍ରକାର ଭାବରେ ଦିନେ ମଧ୍ୟ ଇସ୍କାରିୟତ ଯିହୁଦା ଯୀଶୁଙ୍କ ସମ୍ମୁଖରେ ଛିଡା ହେଇନାହିଁ। ସତରେ ଆମେ ମଧ୍ୟ ଯେତେବେଳେ ଦେଖୁଛୁ ନିଜର ଲାଇଫକୁ, ସତରେ ଆମେ ମଧ୍ୟ ଏ ପ୍ରକାର ଅନେକ ଗୁଡ଼ିଏ ବିଷୟ ଅଛି, ଆମେ ମଧ୍ୟ ନିଜ ନିଜ ଆଡକୁ ପ୍ରକୃତିରେ ଟାଣିବା ପାଇଁ ଚାହୁଁଛୁ, ଆପଣେଇବା ପାଇଁ ଚାହୁଁଛୁ। କିନ୍ତୁ ଆମେ କେବେ ପ୍ରଭୁଙ୍କ ପାଖକୁ ଯାଉନୁ। ପ୍ରଭୁ, ଏ ପ୍ରକାର ଚିନ୍ତା ଅଛି ମୋ ପାଖରେ, ଏ ପ୍ରକାର ସମସ୍ୟା ପ୍ରଭୁ ଅଛି ମୋ ପାଖରେ, ଏ ସମସ୍ୟାକୁ ଅତିକ୍ରମ କରିପାରୁନାହିଁ ପ୍ରଭୁ, ଏ ପ୍ରକାର ବିଷୟକୁ ଜିତି ପାରୁନାହିଁ ପ୍ରଭୁ। ପରମେଶ୍ୱର, ମୋତେ ଟିକେ ଉଦ୍ଧାର କର, ଅନୁଗ୍ରହ କର। ତମର ଅନୁଗ୍ରହ ମୋ ପାଇଁ ଯଥେଷ୍ଟ। ଆମେ କେବେ ମଧ୍ୟ ପରମେଶ୍ୱରଙ୍କ ସାମ୍ନାରେ ଏ ପ୍ରକାର ଛିଡା ହଉନୁ। ଏ ପ୍ରକାର ଭାବରେ ଆମେ ଯେତେବେଳେ ଛିଡା ହଉନୁ, ଏଇଟା ହଉଛି ସିମ୍ବଲ ଆମେ ପ୍ରକୃତିରେ ବାକ୍ୟ ଠାରୁ ବହୁତ ଦୂରକୁ ଚାଲିଗଲୁଣି।
ସେଥିପାଇଁ ପରମେଶ୍ୱର ଆମମାନଙ୍କ ଜୀବନରେ କଣ ଦେଖେଇବା ପାଇଁ ଚାହାନ୍ତି, କଣ ସ୍ଥାପନ କରିବା ପାଇଁ ଚାହାନ୍ତି? ଆଁ? ପରମେଶ୍ୱର ଆମମାନଙ୍କ ବୁଦ୍ଧିରେ ତାଙ୍କର ଜ୍ଞାନ ତାଙ୍କର ବୁଦ୍ଧି ଆମମାନଙ୍କ ଜୀବନରେ ସ୍ଥାପନ କରିବା ପାଇଁ ଚାହାନ୍ତି। ତାର ଅର୍ଥ ପରମେଶ୍ୱର ଆମମାନଙ୍କୁ ଗୋଟେ ବାକ୍ୟ ଦେବା ପାଇଁ ଚାହାନ୍ତି, ବାକ୍ୟ ସ୍ଥାପନ କରିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ପାଞ୍ଚ ପଦରେ ଲେଖା ହେଲା, କିନ୍ତୁ ତୁମମାନଙ୍କ ମଧ୍ୟରେ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ମୁକ୍ତ ସ୍ୱସ୍ଥରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ସାମ୍ନାରେ ସେ ପ୍ରାର୍ଥନା କରୁ ଲେଖା ହେଇଛି। ତ ଲୋକଙ୍କୁ ପରମେଶ୍ୱର କଣ କହୁଛନ୍ତି? ଯଦି ତୋ ପାଖରେ ସମସ୍ୟା ଅଛି, ପ୍ରାର୍ଥନା ହଉଛି ଗୋଟେ ରାସ୍ତା, ତୁ ପାଇପାରିବୁ। ପ୍ରାର୍ଥନା ହଉଛି ଗୋଟେ ରାସ୍ତା, ତୁ ସମାଧାନ ପାଇବୁ। ସେଥିପାଇଁ ତୁ ପ୍ରାର୍ଥନା କରେ। ଯିଏ ଯୋଉ ପରମେଶ୍ୱର ତୋତେ ମୁକ୍ତ ହସ୍ତରେ ଦାନ କରିପାରିବେ, ତୋର କୌଣସି ଦୋଷ ନ ଧରିକି ଯିଏ ଦେଇପାରିବେ, ତୋ ପାଇଁ କାର୍ଯ୍ୟ କରିପାରିବେ, ପ୍ରଥମେ ତାଙ୍କୁ ତୁ ତୋର ହୃଦୟରେ ତୁ ଜାଗା ଦେ। ସେଥିପାଇଁ ପରମେଶ୍ୱର ଆମମାନଙ୍କୁ ଏ ପ୍ରକାର ବିଷୟକୁ ଦେବା ପାଇଁ ଚାହାନ୍ତି। ଆଉ ଏ ପ୍ରକାର ବିଷୟ ସଦାବେଳେ ଆମମାନଙ୍କ ଜୀବନରେ ସେ ଖୋଜିଥାନ୍ତି। କିନ୍ତୁ ବେଳେବେଳେ ଆମେ ନିଜକୁ ପରୀକ୍ଷା କରୁଛୁ। ପରମେଶ୍ୱର ମୁଁ କଣ ପାଇଲି ପରିତ୍ରାଣ ପାଇଲା ପରେ? ସଦାବେଳେ ମୋ ଜୀବନରେ ଅଭାବ, ସଦାବେଳେ ମୋର ଜୀବନରେ ସମସ୍ୟା, ସଦାବେଳେ ମୁଁ କଷ୍ଟରେ ପ୍ରକୃତିରେ ବଞ୍ଚିଲି, ସଦାବେଳେ ମୋ ପାଖରେ ପରିସ୍ଥିତି ପ୍ରକୃତିରେ ଗୋଡ଼େଇକି ଆସିଲା। ହେଲେ ପରମେଶ୍ୱର ମୁଁ ପରିତ୍ରାଣ ପାଇବାର ଲାଭ କଣ? ଅନେକ ସମୟରେ ଆମେ ପ୍ରକାର ପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହଉଛୁ। ଏଇଟା ହଉଛି ପ୍ରଭୁଙ୍କୁ ଅଭିଯୋଗ କରିବା ସହିତ ସମାନ। ଭାଇ ଭାବରେ ଦେଖାଯାଉନି ପ୍ରଭୁଙ୍କୁ ଅଭିଯୋଗ କଲା ପରି, କିନ୍ତୁ ସତରେ ଯଦି ଆମେ ପରୀକ୍ଷା କରିବା ନିଜର ହୃଦୟକୁ, ଆମେ ବାକ୍ୟ ଠାରୁ କେତେ ଦୂରକୁ ତଳକୁ ଯାଇଛୁ। ତାମାନେ ବାକ୍ୟରୁ କେତେ ଦୂରକୁ ପ୍ରକୃତ ଆମେ ପଳେଇ ଯାଇଅଛୁ। ଯେତେବେଳେ ପରମେଶ୍ୱର ଆମମାନଙ୍କ ହୃଦୟରେ ବାକ୍ୟ ଦେଖନ୍ତି ନାହିଁ, ତ ପରମେଶ୍ୱର କେମିତି କାମ କରିବେ? ପରମେଶ୍ୱର କୋଉ ପ୍ରକାର ଭାବରେ ଆମମାନଙ୍କ ପ୍ରକୃତିରେ ଆଶା ଦେବେ? ପରମେଶ୍ୱର ସତରେ ସେ ଜାଗାରେ ଆମ ହୃଦୟ ଭିତରେ କଣ ଖୋଜୁଛନ୍ତି, କଣ ପ୍ରକୃତିରେ ସେ ଦେବା ପାଇଁ ପ୍ରକୃତିରେ ଚାହାନ୍ତି? ଦଶ ପଦରେ ଦେଖିଲେ, ଧନୀ ଆପଣା ଦିନାବସ୍ଥାରେ ଦର୍ପ କରୁ, କାରଣ ଘାସର ଫୁଲ ଯେପରି ଘାସର ଫୁଲ ପରି ସେ ଝଡ଼ି ପଡ଼। ସେଥିପାଇଁ ଦିନେ ଘାସ ପ୍ରକୃତିରେ ଉଠୁଛି, ସୁନ୍ଦର ଦେଖାଯାଉଛି, ଫୁଲ ଫୁଟୁଛି, କିନ୍ତୁ ଯେତେବେଳେ ଖରା ଆସୁଛି ସେ ଫୁଲ ନେଇକି ମଉଳି ପଡୁଛି। ଆଉ ଦିନେ ହଠାତ୍ରେ ସେ ଗଛରୁ ପ୍ରକୃତିରେ ସେ ଫୁଲ ଖସିକି ପଡୁଛି। ହଁ, ଗୋଟେ ମୁହୂର୍ତ୍ତ ପାଇଁ ଗୋଟେ ଫୁଲର ସୌନ୍ଦର୍ଯ୍ୟତା ଅଛି, କିନ୍ତୁ ସେ ସବୁଦିନ ସେ ଫୁଲ କେମିତି ସୁନ୍ଦର ହେଇ ରହିପାରିବ ନାହିଁ। ଦିନେ ଖରା ଯେତେବେଳେ ଆସିବ, ସେ ଖରା ଦ୍ୱାରା ସେ ଫୁଲ ପ୍ରକୃତିରେ ମଉଳି ପଡ଼ିବ। ଠିକ୍ ସେହିପରି ମନୁଷ୍ୟ ଯେତେ ବି ସୁନ୍ଦର ହେଇଥାଉ ନା କାହିଁକି, ମନୁଷ୍ୟ ଯେତେ ବି ଧନୀ ହେଇଥାଉ ନା କାହିଁକି, ଏ ଜଗତରେ କେବେ ମଧ୍ୟ ସ୍ଥିର ହେଇକି ରହିପାରିବ ନାହିଁ। କାହିଁକି ପରମେଶ୍ୱର ମନୁଷ୍ୟ ବିଷୟରେ ଗୋଟେ ବିଷୟ କହୁଛନ୍ତି, ହଁ ମୁଁ ପରମେଶ୍ୱର ଲୋକମାନେ ପୃଥିବୀରେ ବଞ୍ଚି ପାରିବା ପାଇଁ ମୁଁ ନିର୍ଦ୍ଦିଷ୍ଟ କାଳକୁ ପ୍ରକୃତିରେ ରଖିଅଛି। ସେ ନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ହିଁ ମନୁଷ୍ୟ ପ୍ରକୃତିରେ ପୃଥିବୀରେ ବାସ କରିବ। ତାପରେ ତାର ନିବାସର ସ୍ଥାନକୁ ପ୍ରକୃତିରେ ଚାଲିଯିବ। ସତରେ ପୃଥିବୀ ହଉଛି ଆମର ନିବାସର ସ୍ଥାନ ନାହିଁ। ଏଇଟା ହଉଛି ଅନନ୍ତକାଳୀନ ନିବାସର ସ୍ଥାନ ପ୍ରକୃତିରେ ନାହିଁ। କିନ୍ତୁ ଆମର ନିବାସର ସ୍ଥାନ ଅନନ୍ତକାଳୀନ ସ୍ୱର୍ଗ। ସେଥିପାଇଁ ପରମେଶ୍ୱର ଆମମାନଙ୍କୁ ସ୍ୱର୍ଗର ଧନ ଦେଇ ଆସିଛନ୍ତି, ପୃଥିବୀର ଧନ ପ୍ରକୃତିରେ ନାହିଁ। ସେଥିପାଇଁ ଲୋକମାନେ ପୃଥିବୀର ଧନ ପାଇକି ଆମୋଦ ପ୍ରମୋଦ କରିବା ପାଇଁ ଚାହୁଁଛନ୍ତି, କିନ୍ତୁ ପୃଥିବୀର ଧନ ଅକ୍ଷଣୀୟ, କ୍ଷଣୀୟ। ଉଁ। ସେଥିପାଇଁ ଏଇଟା କେବେ ମଧ୍ୟ ଗୋଟେ ସ୍ଥିର ହେଇକି ରହିପାରିବ ନାହିଁ। ଆଜି ପଇସା 20,000 ଆସିଲା, କାଲି ପଳେଇବ। ଆଜି 1,00,000 ପକେଟରେ ପଡ଼ିଲା, କିନ୍ତୁ ଆସନ୍ତା କାଲି ଦେଖିଲା ବେଳକୁ ଜିରୋ ଥିବ। ଏ ପଇସା, ଏ ଧନ ସମ୍ପତ୍ତି ପୃଥିବୀରେ କେବେ ମଧ୍ୟ ସ୍ଥିର ପ୍ରକୃତିରେ ନାହିଁ। ଦିନେ ସଲମନ ମଧ୍ୟ ଏ ପ୍ରକାର ଭାବରେ ବଞ୍ଚିଲେ। ପରମେଶ୍ୱରଙ୍କୁ ଜ୍ଞାନ ମାଗିଲା ପରେ ସଲମନ ପାଖରେ ଅନେକ ଗୁଡ଼ିଏ ଜ୍ଞାନ ପ୍ରକୃତିରେ ରହିଲେ। ସଲମନଙ୍କର ଜ୍ଞାନ ଶୁଣିବାକୁ ଅନେକ ଲୋକ ଧନ ସମ୍ପତ୍ତି ଦେଇକି ଆସିଲେ। ସତରେ ସଲମନ ଏ ପ୍ରକାର ଭାବରେ ବହୁତ ବଡ଼ ଧନୀ ଲୋକ ହେଇଗଲେ। ଦିନେ ସେ ଗୋଟେ ସ୍ତ୍ରୀକୁ ବାହା ହେଲା ପରେ ଗୋଟେ ସ୍ତ୍ରୀ ସହିତ ସନ୍ତୁଷ୍ଟ ହେଇପାରିଲେ ନାହିଁ। ସେ ଦ୍ୱିତୀୟ ସ୍ତ୍ରୀକୁ ମ୍ୟାରେଜ କରିବା ପାଇଁ ବାଧ୍ୟ ହଉଛନ୍ତି। ଏ ପ୍ରକାର ଭାବରେ ତୃତୀୟ ସ୍ତ୍ରୀକୁ ସେ 100ଟା ପର୍ଯ୍ୟନ୍ତ ମ୍ୟାରେଜ କଲେ। 100ଟା ପର୍ଯ୍ୟନ୍ତ ମ୍ୟାରେଜ କଲା ପରେ ମଧ୍ୟ ଦିନେ ସଲମନ ରାଜା କେବେ ଖୁସି ହେଇପାରୁନାହାନ୍ତି। ଆଁ? ସବୁ ସ୍ତ୍ରୀ ତାଙ୍କୁ ସୁନ୍ଦର ପ୍ରକୃତିରେ ଦେଖାଗଲା। ସେଥିପାଇଁ ଏ ପ୍ରକାର ଭାବରେ 1,000ଟା ସ୍ତ୍ରୀକୁ ସେ ବାହା ହେଇଥିଲେ। 1,000ଟା ସ୍ତ୍ରୀ ପାଖରେ ଯେତେବେଳେ ସେ ଯାଉଥିବେ, ଏଇଟା ହଉଛି କେତେ ଦୟନୀୟ ବିଷୟଟା। ସତରେ ଏ ସ୍ତ୍ରୀ ଲୋକମାନେ ମଧ୍ୟ ଗୋଟେ ସଲମନକୁ ପ୍ରକୃତିରେ ବାହା ହେଇଛନ୍ତି, କଣ ଦେଖିକି ବାହା ହେଇଥିବେ? ହଁ, ସତରେ ସଲମନ ବେଶୀ ସୁନ୍ଦର ହ୍ୟାଣ୍ଡସମ୍ ସେଥିପାଇଁ ତାକୁ ବାହା ହେଇଥିବେ? ନାଇଁ, ଏମାନଙ୍କୁ ଗୋଟେ ପରିସ୍ଥିତି ବାଧ୍ୟ କରେଇଛି ସଲମନକୁ ପ୍ରକୃତିରେ ବାହା ହେବା ନିମନ୍ତେ। ଇଚ୍ଛା ବି ପ୍ରକୃତିରେ ନଥିବ, କିନ୍ତୁ ପରିସ୍ଥିତି ତାଙ୍କୁ ବାଧ୍ୟ କରେଇଛି ସେମାନେ ସେ ପ୍ରକାର ଜାଗାରେ ଛିଡ଼ା ହେବା ପାଇଁ। କିନ୍ତୁ କେବେ ମଧ୍ୟ ସେମାନେ ସଲମନଙ୍କ ଠାରୁ ମଧ୍ୟ ଖୁସି ପାଇପାରୁନାହାନ୍ତି।
ଗୋଟେ ସ୍ତ୍ରୀ କେତେବେଳେ ଖୁସି ହବ? ଗୋଟେ ସ୍ତ୍ରୀ ସେତେବେଳେ ଖୁସି ହେଇପାରିବ ଯେତେବେଳେ ସ୍ୱାମୀର ମଞ୍ଜି ପ୍ରକୃତିରେ ପାଇବ। ସ୍ୱାମୀର ବିଜୟ ଯେତେବେଳେ ଡିମାଣ୍ଡ ଶୁକ୍ରାଣୁ ଡିମାଣ୍ଡ ଭିତରେ ଡିମାଣ୍ଡରେ ଯେତେବେଳେ ଶୁକ୍ରାଣୁ ପ୍ରବେଶ କରିବ ସେତେବେଳେ ଗୋଟେ ସ୍ତ୍ରୀ ପ୍ରକୃତିରେ ଖୁସି ହବ। ସେ ସମୟରେ ଗୋଟେ ସ୍ତ୍ରୀ ପ୍ରକୃତିରେ ଛୁଆ ଜନ୍ମ କରିପାରିବ। ଏଇଟା ହଉଛି ଗୋଟେ ସ୍ତ୍ରୀର ଖୁସି ବିଷୟକୁ ବୁଝାଯାଏ। ଠିକ ସେହିପରି ପରମେଶ୍ୱରଙ୍କର ବାକ୍ୟ ହଉଛି ଗୋଟେ ମଞ୍ଜି ପରି। ସେଥିପାଇଁ ପରମେଶ୍ୱର ଆମମାନଙ୍କୁ ସେ ମଞ୍ଜି ପରି ବାକ୍ୟ ପ୍ରକୃତିରେ ଦେବା ପାଇଁ ଚାହାନ୍ତି। ହଁ ସତରେ ମନୁଷ୍ୟ କେତେବେଳେ ଖୁସି ହବ ଜାଣିଛନ୍ତି? ମନୁଷ୍ୟ ସେତେବେଳେ ଖୁସି ହେଇପାରିବ ଯେତେବେଳେ ମନୁଷ୍ୟ ପ୍ରକୃତିରେ ଈଶ୍ୱରଙ୍କ ବାକ୍ୟ ତାଙ୍କ ହୃଦୟରେ ପ୍ରକୃତିରେ ରଖିଅଛି। ମୋ ପରମେଶ୍ୱରଙ୍କର ବାକ୍ୟ ମନୁଷ୍ୟ ହୃଦୟ ଯେତେବେଳେ ପ୍ରବେଶ କରିବ ସେ ସମୟରେ ମନୁଷ୍ୟ ଅଟୋମେଟିକ ପ୍ରକୃତିରେ ଖୁସି ହେଇକି ବଞ୍ଚିବ। ଯଦି ମନୁଷ୍ୟ ପାଖରେ ବାକ୍ୟ ନାହିଁ, ବାକ୍ୟ ବିହୀନ ହେଇକି ଯଦି ସେ ବଞ୍ଚୁଛି ଜୀବନ ଯାପନ କରୁଅଛି, ସତରେ ସେ ଜଗତରେ ଯେତେ ଖୁସିକୁ ଖୋଜିଲେ ମଧ୍ୟ ତାର ଖୁସି ପ୍ରକୃତିରେ ଆସିବନି। ସେଥିପାଇଁ 11 ପଦରେ ଲେଖା ହେଇଛି, ଯେଉଁ ସୂର୍ଯ୍ୟ ସତ ପରେ ଉଦୟ ହୁଅନ୍ତେ ଘାସ ଯେପରି ଶୁଖିଯାଏ, ତାହାର ଫୁଲ ଝଡ଼ି ପଡ଼େ, ପୁଣି ତାହାର ରୂପର ସୌନ୍ଦର୍ଯ୍ୟ ନାଶ ହୁଏ, ସେହିପରି ଧନୀ ଲୋକ ହିଁ ଆପଣାର ସବୁ ଗତିରେ ଝାଉଁଳି ପଡ଼େ। ପ୍ରଭୁ କାହିଁକି କହିଲେ ଏ ପଦ? ତ ଧନୀ ଲୋକ ଆକ୍ଚୁଆଲି କିଏ? ଯାହାର ହୃଦୟରେ ବାକ୍ୟ ନାହିଁ, ଯିଏ ନିଜର ଚିନ୍ତାକୁ ପ୍ରଭୃତିରେ ଧରିକି ଅଛି। ଏଁ? ଧନୀ ଲୋକ ଏଇଟା ନାହିଁ ଜଗତରେ ଅନେକ ଗୁଡେ ଧନ ସମ୍ପତ୍ତି ରଖିଅଛି। ଧନୀ ହଉଛି ଯିଏ ନିଜର ଚିନ୍ତାକୁ ନେଇକି ଜୀବନ ଯାପନ କରୁଅଛି। ଏଁ? ବାଇବଲ ପ୍ରଭୃତିରେ ସେ ବିଷୟ ପ୍ରଭୃତିରେ ପ୍ରକାଶ କରୁଅଛି। ସେଥିପାଇଁ ଏ ଘାସର ଫୁଲ ଯେମିତି ଫୁଟୁଛି, ଉଁ, ସୂର୍ଯ୍ୟ ଆସିଲା ପରେ ଯେମିତି ସେ ଝାଉଁଳି ପଡୁଛି, ତଳେ ଝଡ଼ି ପଡୁଛି, ଏଁ? ଦିନେ ଏ ଧନୀ ଲୋକର ସୌନ୍ଦର୍ଯ୍ୟ ସେ ପ୍ରକାର ନାଶ ହବ ଲେଖା ହେଇଛି। ଆଉ ଆପଣର ସବୁ ଗତିରେ ସେ ଝଡ଼ି ପଡ଼ିବ ଲେଖା ହେଇଛି। ତ ଦିନେ ଆମର ଏ ପ୍ରକାର ଭାବରେ ସବୁ କିଛି ଅଦୃଶ୍ୟ ହେଇଯିବ। ମୋ ପାଖରେ ଥିବା ସୁନା, ଧନ ସମ୍ପତ୍ତି, ଟଙ୍କା ପଇସା ଯାହା ବି ମୁଁ ପ୍ରକୃତିରେ ସଞ୍ଚୟ କରିଅଛି, ଦିନେ ପ୍ରକାର ଭାବରେ ସବୁ ବିଷୟ ସରିଯାଉଛି। ଇଚ୍ଛା ନାହିଁ ମନୁଷ୍ୟ ପ୍ରକୃତିରେ ଶେଷ କରିବା ପାଇଁ। ମନୁଷ୍ୟ ଇଚ୍ଛା କରୁନାହିଁ ଏ ବିଷୟ ପ୍ରକୃତିରେ ସରିଯାଉ କହିକି, କିନ୍ତୁ ମନୁଷ୍ୟର ଏ ପ୍ରକାର ଭାବରେ ଧୀରେ 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 ପ୍ରକୃତିରେ ହ୍ରାସ ପାଉଛି। ସେଥିପାଇଁ ପରମେଶ୍ୱର କଣ କଣ ପ୍ରକୃତିରେ ମନୁଷ୍ୟକୁ ପ୍ରକୃତିରେ ଦେବା ପାଇଁ ଚାହୁଁଛନ୍ତି? ସତରେ 12 ପଦ ହଉଛି ମୂଲ୍ୟବାନ। ଯେଉଁ ଲୋକ ପରୀକ୍ଷା ସହ୍ୟ କରେ ସେ ଧନ୍ୟ। ସେଥିପାଇଁ ପରମେଶ୍ୱର କଣ ପାଇଁ ଏ ବିଷୟ କହିଲେ? ଯେଉଁ ଲୋକ ପରୀକ୍ଷା ସହ୍ୟ କରେ ସେ ଧନ୍ୟ। ତା ମାନେ ପରମେଶ୍ୱର ସେ ଲୋକକୁ ଖୋଜୁଛନ୍ତି ଯିଏ ସମସ୍ୟାକୁ ପରିସ୍ଥିତିକୁ ଅତିକ୍ରମ କରୁଛି, ବାକ୍ୟ ଦ୍ୱାରା ପ୍ରକୃତିରେ ଜିତୁଛି। ତା ମାନେ ପରମେଶ୍ୱର ଗୋଟେ ମନୁଷ୍ୟ ଜୀବନରେ ବାକ୍ୟ ଚାହୁଁଛନ୍ତି, ବାକ୍ୟକୁ ଦେବା ପାଇଁ ଚାହୁଁଛନ୍ତି, ବାକ୍ୟ ପ୍ରକୃତରେ ତାଙ୍କ ହୃଦୟରେ ସ୍ଥାପନ କରିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ଲେଖା ହେଇଛି, ଯେଉଁ ଲୋକ ପରୀକ୍ଷା ସହ୍ୟ କରେ ସେ ଧନ୍ୟ, କାରଣ ପ୍ରଭୁ ଆପଣା ଲୋକମାନଙ୍କୁ ଯେଉଁ ଜୀବନ ରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଛନ୍ତି, ପରୀକ୍ଷା ସିଦ୍ଧ ହେଲା ଉତ୍ତାରେ ସେଇ ଲୋକ ସେଇ ମୁକୁଟ ପ୍ରାପ୍ତ ହେବ। ତା ମାନେ ପରମେଶ୍ୱର ମନୁଷ୍ୟ କିଛି ଗୋଟେ ବିଷୟ ଦେବା ପାଇଁ ରଖିଅଛନ୍ତି, ଯାହା ଗିଫ୍ଟ। ପ୍ରଭୁ ସେ ଗିଫ୍ଟକୁ ମନୁଷ୍ୟ ଜଲ୍ଦି ହାସଲ କରିବା ପାଇଁ ଚାହୁଁଛି, କିନ୍ତୁ ପରୀକ୍ଷା ସିଦ୍ଧ ଲେଖା ହେଇଛି। ତା ମାନେ ପରମେଶ୍ୱର ଏ ପୃଥିବୀରେ ମନୁଷ୍ୟକୁ ରଖିଅଛନ୍ତି ମନୁଷ୍ୟ ପ୍ରକୃତିରେ ଆଡମ୍ବରରେ ବଞ୍ଚୁ ବୋଲି ନାହିଁ, ଆମୋଦ ପ୍ରମୋଦ କରିକି ସେ ଧନୀ ଲୋକ ପରି ଜୀବନ ଯାପନ କରୁ ବୋଲି ନାହିଁ। କିନ୍ତୁ ପରମେଶ୍ୱର ଏ ବିଷୟରେ ଆମମାନଙ୍କ ପ୍ରକୃତିରେ ରଖିଅଛନ୍ତି ଗୋଟେ କାରଣ ପାଇଁ, ଆମେ ଯେମିତି ପରମେଶ୍ୱରଙ୍କର ନିକଟବର୍ତ୍ତୀ ହବୁ। ସତରେ ଏଁ, ତଳେ କଣ ଲେଖା ହେଇଛି? ଏଁ? ଯେ ଧନ୍ୟ, କାରଣ ପ୍ରଭୁ ଆପଣା ଲୋକମାନଙ୍କୁ ଯେଉଁ ଜୀବନ 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 ରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରି ଆସନ୍ତି। ସେଥିପାଇଁ ଜୀବନର ମୁକୁଟ ପ୍ରଭୁ ଦେବି ବୋଲି କହୁଛନ୍ତି। ପ୍ରଭୁ ପ୍ରତିଜ୍ଞା କରି ଆସନ୍ତି, ହେଲେ ପରମେଶ୍ୱର ପ୍ରତିଜ୍ଞା କରିକି କଣ ନିଷ୍ଫଳ କରିବେ କି? ବାଇବଲ ଲେଖା ହେଇଛି ପରମେଶ୍ୱର କେବେ ଦ୍ୱିମତ ହୁଅନ୍ତି ନାହିଁ ଲେଖା ହେଇଛି। ପରମେଶ୍ୱର କେବେ ମଧ୍ୟ ଦୁଇ ମନ ଲୋକ ନାହିଁ, କେବେ ମଧ୍ୟ ସେ ଦହଲନ୍ତି ନାହିଁ। ପବନ ପରି ଅସ୍ଥିର ନାହିଁ ସେ। ସମୁଦ୍ରର ପାଣି ପାଣି ଯେମିତି ପ୍ରଭୁ ତାର ତରଙ୍ଗ ବହୁଛି, ଲହଡ଼ି ଆସୁଛି, ପରମେଶ୍ୱରଙ୍କର ବାକ୍ୟ ସେମିତି ନାହିଁ। ପ୍ରଭୁ ପ୍ରତିଜ୍ଞା ଦେବେ ଆଉ ପରେ ପ୍ରତିଜ୍ଞା ଫେରେଇବେ, ସେମିତି ନାହିଁ। ପରମେଶ୍ୱର ଯାହା ଥରେ ପ୍ରତିଜ୍ଞା କଲେ ସେ ସଫଳ କରୁ। ଅବ୍ରାହ୍ମଙ୍କ ଲାଗି ପରମେଶ୍ୱର ପ୍ରତିଜ୍ଞା ଦେଲେ। ଅବ୍ରାହ୍ମ 24 ବର୍ଷ ଧରିକି କଷ୍ଟ ପାଇଲେ, କିନ୍ତୁ ପରମେଶ୍ୱରଙ୍କର ପ୍ରତିଜ୍ଞା କଣ ନିଷ୍ଫଳ ହେଲା କି? ଆଦି ପୁସ୍ତକ 21 ପର୍ବରେ ଦେଖିଲେ କଣ ଅବ୍ରାହ୍ମଙ୍କର ଜୀବନରେ ଇସାକ ଆସିଲା ନାହିଁ କି? ହଁ ଆସିଲା। ଇସାକ ଆସିବା ପୂର୍ବରୁ ଅବ୍ରାହ୍ମ କେତେ ଅବିଶ୍ୱାସର ଲାଇଫ ପ୍ରକୃତିରେ ବଞ୍ଚି ଅଛି। ହାଗାରକୁ ଗ୍ରହଣ କରିଛି, ଇସମାଏଲକୁ ପାଇଛି। ଇସମାଏଲକୁ ପାଇଲା ପରେ ଅବ୍ରାହ୍ମ ଖୁସି ହେଉଛି, କିନ୍ତୁ ପ୍ରଭୁ ଖୁସି ନାହାନ୍ତି।
ସେଥିପାଇଁ ପ୍ରଭୁ ଯଦି ଖୁସି ନାହାନ୍ତି, ଅବ୍ରାହମ କେମିତି ଖୁସି ହେଇପାରିବ? ସାରା କେମିତି ଖୁସି ହେଇପାରିବ? କିନ୍ତୁ ଏଇ ଇସମାଏଲ ଜନ୍ମ ହେଲା ପରେ ଇଏ ନାଇଁ କି ପ୍ରତିଜ୍ଞାର ଛୁଆକୁ କୌତୁକ କରୁଛି, ଲେଖା ହେଇଛି, ତୁଚ୍ଛ କରୁଛି। ତ ପରମେଶ୍ୱର ସେଟା ଭଲ ସେ ଜାଣିଲେ। ସେଥିପାଇଁ ପ୍ରଭୁ ସାରା କହିଲେ, ତମେ ଯୋଉ ତମ ଘରେ ଦାସୀ ହାଗାରକୁ ରଖିଛ, ଇସମାଏଲକୁ ଜାଗା ଦେଇଛ, ତଡ଼ି ଦିଅ। ଅବ୍ରାହମକୁ କୁହ କହିଲେ। ଅବ୍ରାହମ ଯେତେବେଳେ ସାରା ଯାଇକି କହିଲା, ଅବ୍ରାହମ ବହୁତ କାନ୍ଦିଲେ, ପ୍ରଭୁ କେତେ କଷ୍ଟରେ ଇସମାଏଲକୁ ପାଇଛି, ଇଏ ଏକା ମୋର ପ୍ରତିଜ୍ଞାର ଛୁଆ ପ୍ରଭୁ। ଆପଣ ଟିକେ ପ୍ରତିଜ୍ଞାକୁ ବଦଳେଇଲେ ଇଏ ଏକା ମୋର ପ୍ରତିଜ୍ଞା ଛୁଆ ହବ। ତ ପ୍ରଭୁ କାହିଁକି ପ୍ରତିଜ୍ଞା ବଦଳେଇବେ? ପ୍ରଭୁ ତ କହିଛନ୍ତି ମୁଁ ତତେ ଇସାକକୁ ଦେବି, ତୋ ଦ୍ୱାରା ତୋ ଗର୍ଭରୁ ଇସାକ ଜାତ ହବ, ଇସାକ ଆସିବ, ଇସାକ ହଉଛି ତୋର ପ୍ରତିଜ୍ଞାର ଛୁଆ। ତ ପରମେଶ୍ୱର କାହିଁକି ପ୍ରତିଜ୍ଞାକୁ ଚେଞ୍ଜ କରିବେ? ଆଶ୍ଚର୍ଯ୍ୟ, ଅବ୍ରାହମ ପ୍ରକୃତିରେ ପ୍ରତିଜ୍ଞାକୁ ବଦଳାଇବା ପାଇଁ କହୁଛି। ବେଳେ ବେଳେ ଆମେ ପରିତ୍ରାଣ ପାଇଲା ପରେ ଆମେ କଣ କହୁଛୁ, ପ୍ରଭୁ ଆମେ ଟିକେ ଭଲରେ ବଞ୍ଚୁ, ପଇସା ଟିକେ ଅଧିକ ଦିଅ, ଭଲ ଖାଦ୍ୟ ଟିକେ ଦିଅ। ଏଁ? ବେଳେବେଳେ ଆମେ ଏ ପ୍ରକାର ବି ପ୍ରାର୍ଥନା କରୁଛୁ। କିନ୍ତୁ ସତରେ ଆମେ ପ୍ରଭୁଙ୍କୁ ବିଶ୍ୱାସ କରୁଛୁ କି ପ୍ରଭୁ ମୋତେ ସବୁ ଦେଇଛନ୍ତି, ଏ ପୃଥିବୀ ହଉଛି ମୋର, ଏ ପୃଥିବୀରେ ଯାହା ସବୁ ମୁଁ ଦେଖୁଛି ସବୁ ହଉଛି ମୋର। ସତରେ ଆମେ ସେମିତି କେବେ ବିଶ୍ୱାସ କରୁନୁ ନା? ଉଁ? ଯେତେ ଆମେ ସେମିତି ବିଶ୍ୱାସ କରୁନୁ, ସେଠି ଆମେ କେମିତି କହୁଛୁ ପ୍ରଭୁ ଏଇଟା ଦିଅ ସେଟା ଦିଅ, ଏଇଟା ପାଇଁ ଏଇଟା ଦରକାର ସେଟା ଦରକାର। ଉଁ? ତେବେ ଆମେ ଶୈତାନର ପରୀକ୍ଷିତ ହଉଛି। ଏଇଟା ହଉଛି ସେ ସମୁଦ୍ରର ତରଙ୍ଗ ପରି, ଏଇଟା ହଉଛି ସେ ପବନ ପରି, ଯୋଉ ଜାଗାରେ ପ୍ରକୃତିରେ ସ୍ଥିର ପ୍ରକୃତିରେ ନାହିଁ। ସେଥିପାଇଁ ପରମେଶ୍ୱର 8 ପଦରେ କଣ କହିଲେ? ସେ ତ ଦିମନା ଲୋକ ଆପଣର ସମସ୍ତ ଗତିରେ ଅସ୍ଥିର କହିଲେ। ସେଥିପାଇଁ ଲୋକମାନେ ଯେତେବେଳେ ମାଗନ୍ତି କିନ୍ତୁ ବିଶ୍ୱାସ ଯେତେବେଳେ କରନ୍ତି ନାହିଁ, ସେଟା ହଉଛି ଅସ୍ଥିର ସେଟା। ତା ମାନେ ପ୍ରଭୁ ସେ ଜାଗାରେ କେବେ ଖୁସି ହେଇପାରିବ ନାହିଁ, ପ୍ରଭୁ ସେମିତିକା ଜାଗାରେ କାମ କରିପାରିବ ନାହିଁ, ସେମିତିକା ଜାଗାରେ ପ୍ରଭୁ କେବେ ମଧ୍ୟ ଶକ୍ତିୟୁତ ଭାବରେ କାର୍ଯ୍ୟ କରିପାରିବେନି। ସେଥିପାଇଁ ପରମେଶ୍ୱର କଣ ଚାହୁଁଛନ୍ତି 12 ପଦରେ? ଯେଉଁ ଲୋକ ପରୀକ୍ଷା ସହ୍ୟ କରେ ସେ ଧନ୍ୟ। ତ ଯେଉଁ ଲୋକ ପରୀକ୍ଷା ସହ୍ୟ କରେ ସେ ଧନ୍ୟ ଲେଖା ହେଇଛି। କାରଣ ପ୍ରଭୁ ଆପଣା ଲୋକମାନଙ୍କୁ ଯେଉଁ ଜୀବନ ରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ପରୀକ୍ଷା ସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେହି ମୁକୁଟ ପ୍ରାପ୍ତ ହେବ। ପରୀକ୍ଷା କଣ ଲେଖା ହେଇଛି? ପରୀକ୍ଷା ସିଦ୍ଧ ହେଲା ଉତ୍ତାରେ ସବୁ ଗତିରେ କଣ ସେ ସେହି ମୁକୁଟ ପ୍ରାପ୍ତ ହବ ଲେଖା ହେଇଛି। ପରୀକ୍ଷା ସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେହି ମୁକୁଟ ପ୍ରାପ୍ତ ହବ ଲେଖା ହେଇଛି। ଯଦି ସତରେ ମୋର ବିଶ୍ୱାସ ଅଛି, ନିଶ୍ଚୟ ମୁଁ ସେ ମୁକୁଟ ପ୍ରଭୁତରେ ପାଇବି। ଯଦି ଅବ୍ରାହମ ଯଦି ବିଶ୍ୱାସ କରୁଛି ପ୍ରଭୁଙ୍କର ବାକ୍ୟ, ଅବ୍ରାହମ ଦିନେ ଇସାକକୁ ପ୍ରଭୁତରେ ଜନ୍ମ କରିପାରିବ। ଅବ୍ରାହମ ଦିନେ ଆଦି ପୁସ୍ତକ 15 ପରେ ପ୍ରଭୁ ପଚାରିଲା, ପ୍ରଭୁ ମୁଁ ତ ନିଃସନ୍ତାନ ହେଇକି ପ୍ରସ୍ଥାନ କରୁଛି, ମତେ କଣ ମିଳିଲା ବୋଲି କହିଲେ, ତ ମତେ କଣ ଦେଲ ବୋଲି କହିଲେ। ଅବ୍ରାହମ ପରମେଶ୍ୱର କଣ କହିଲେ? ଇଏ ନାହିଁ କି ମୋର ବାକ୍ୟ ବିଶ୍ୱାସ କରୁନାହିଁ, ୟାକୁ ଏମିତି ଏକା ଛାଡ଼ିଦେଲେ ଇଏ ସଦାବେଳେ ଏକା ମତେ ପ୍ରଶ୍ନ ପଚାରୁଥିବ। ସେଥିପାଇଁ ପରମେଶ୍ୱର କଣ କହିଲେ, କେତେ ବାକ୍ୟ କହିବି, ଏହାକୁ ହାତ ଧରିକି ବାହାରକୁ ଟାଣିକି ନେଲେ ଏକା ହବ। ସେଥିପାଇଁ ପରମେଶ୍ୱର ଅବ୍ରାହମଙ୍କର ହାତ ଧରିଲେ, ବାହାରକୁ ଟାଣିକି ନେଲେ, ଆକାଶକୁ ଅନା ବୋଲି କହିଲେ, ଏ ତାରା ସମୂହକୁ ଗଣିକି କହ ତୋର ବଂଶ ଏମିତି ହବ ବୋଲି କହିଲେ। ତ ଅବ୍ରାହମ ଯେତେବେଳେ ଦେଖିଥିବ, ଆରେ ମୋ ପାଖରେ ତ ଛୁଆ ନାହିଁ, ସାରା ତ ବନ୍ଧ୍ୟା, ମୁଁ ତ ବୃଦ୍ଧ ହେଇଗଲିଣି, ହେଲେ ବି ପ୍ରଭୁ ଆକାଶର ତାରାଗଣ ପରି, ନକ୍ଷତ୍ର ଗଣ ସମୁଦ୍ରର ବାଲୁକା ପରି ମତେ ଅଗଣ୍ୟ ଜାତି ଉତ୍ପନ୍ନ କରିବେ, ଏଇଟା ସତରେ? ସେତେବେଳେ ନାହିଁ କି ଅବ୍ରାହମ ସନ୍ଦେହ କରିପାରିଲେ ନାହିଁ। ପରମେଶ୍ୱରଙ୍କ ଠାରେ ଅବ୍ରାହମ ବିଶ୍ୱାସ କଲେ ଲେଖା ହେଇଛି। ଆଦି ପୁସ୍ତକ 15 ପର୍ବ 4 ପଦରେ ଯଦି ଆପଣ ଦେଖିବେ, 14 ପଦ 15 ପଦରେ ଲେଖା ହେଇଛି। ସେତେବେଳେ 4 ପଦ 5 ପଦରେ ଲେଖା ହେଇଛି, ସେତେବେଳେ ଅବ୍ରାହମ ଈଶ୍ୱରଙ୍କ ଠାରେ ବିଶ୍ୱାସ କଲେ ଲେଖା ହେଇଛି। ଅବ୍ରାହମ ଯେତେବେଳେ ବିଶ୍ୱାସ କଲେ, ଇମିଡିଏଟଲି ପରମେଶ୍ୱର ଅବ୍ରାହମକୁ କଣ ବୋଲି ଗଣିଲେ ଜାଣିଛନ୍ତି? ଧାର୍ମିକ ବୋଲି ଗଣିଲେ। ତା ମାନେ ଅବ୍ରାହମ 24 ବର୍ଷ ଧରିକି ପରମେଶ୍ୱରଙ୍କର ଅନୁଗମନ କରୁଛି, ନିଜର ଚିନ୍ତା ଦ୍ୱାରା ଧାର୍ମିକତାକୁ ପରିତ୍ୟାଗ କରିଛି। ତାକୁ ଧାର୍ମିକ ବୋଲି ପ୍ରଭୁ କରିଥିଲେ। ତୁ ଜଗତର ଆଦି ପିତା ହବୁ କହିଥିଲେ, ବହୁ ବଂଶର ପିତା ହବୁ କହିଥିଲେ, କିନ୍ତୁ ସେ ବିଶ୍ୱାସ କରୁନଥିଲେ। କିନ୍ତୁ 15 ପର୍ବରେ ପ୍ରଭୁଙ୍କୁ ଦିନେ ପଚାରିଲା, ପ୍ରଭୁ ମତେ କଣ ମିଳିଲା, ମୁଁ କଣ ପାଇଲି? ଆମ ଘରେ ଯେ ଏଲିଆଜର ଅଛି ସିଏ ମୋର ଧନାଧିକାରୀ ହବ। ପ୍ରଭୁ କହିଲେ ସିଏ ତୋର ଧନାଧିକାରୀ ନାହିଁ, ତୋ ଏରସରୁ ଯିଏ ଜାତ ହବ ସିଏ ହଉଛି ତୋର ଧନାଧିକାରୀ ହବ। ସେଥିପାଇଁ ତୁ ଘରେ ଥାଇକି ଖାଲି ପ୍ରଶ୍ନ ପଚାରେ ନା, ଟିକେ ବାହାରକୁ ଆସ। ଭାଇଭଉଣୀ ନାହିଁ, ଆମେ ନିଜ ଭିତରୁ ନିଜ ଠାରୁ ଯେତେବେଳେ ବାହାରକୁ ବାହାରିବା,
ସେତେବେଳେ ପ୍ରଭୁଙ୍କର ପ୍ରତିଜ୍ଞାକୁ ଦେଖିପାରିବ। ଘରେ ବସିଲେ ଖାଲି ପ୍ରଶ୍ନ ପଚାରୁଥିଲେ, ସେଟା ସେଟା ହଉଛି ବିଶ୍ୱାସ ପ୍ରଭୁତରେ ନାହିଁ। ସେଥିପାଇଁ ପରମେଶ୍ୱର ଫାଷ୍ଟ ବିଷୟ ଆମମାନଙ୍କୁ କୁଆଡେ ବାହାର କରିବା ପାଇଁ ଚାହାନ୍ତି? ତୁ ତୋ ଠାରୁ ବାହାରିକି ଆସେ। ତୁ ତୁ ଯୋଉ ଜାଗାରେ ଆସେ ସେଠୁ ତୁ ବାହାରିକି ଆସେ ବୋଲି ପ୍ରଭୁ ଚାହାନ୍ତି। ସେଥିପାଇଁ ପରମେଶ୍ୱର ଅବ୍ରାହ୍ମକୁ ସେ ବିଷୟ କହିବା ପାଇଁ ଚାହୁଁଥିଲେ, ଅବ୍ରାହ୍ମ ତୁ ବାହାରିକି ଆସେ। ଆଁ? ତୁ ବାହାରିକି ଆସେ ବୋଲି କହିଲେ। ଦିନେ ଜାଇରସ ପ୍ରଭୁ ଥିଲେ ଯୀଶୁଙ୍କ ସମ୍ମୁଖରେ ଛିଡା ହେଲେ, ଆଉ ଯୀଶୁଙ୍କୁ ନିବେଦନ କଲେ, ପ୍ରଭୁ ମୋର ଝିଅ ମରିଗଲାଣି କହିଲେ, ମତେ ଟିକେ ଅନୁଗ୍ରହ କର, ଦୟା କର ପ୍ରଭୁ କହିଲେ। ଜାଇରସକୁ ଯୀଶୁ କଣ କହିଲେ? ତୋର ବିଶ୍ୱାସ ତୋ ପ୍ରତି ଘଟୁ କହିଲେ। ତୋର ବିଶ୍ୱାସ ଅନୁସାରେ ତୋ ପ୍ରତି ଘଟୁ ବୋଲି କହିଲେ। ଇଏ ସେ ସମୟରେ ଫେରିକି ଆଇଲା। ସେତେବେଳେ ଜାଇରସକୁ କିଏ ଗୋଟେ ଆସିକି ପ୍ରଭୁତରେ ଜଣେଇଲେ, ଝିଅ ବଞ୍ଚିଲା, ବାଳକ ଉଁ, ବାଳିକା ବଞ୍ଚିଲା। ସେତେବେଳେ ଜାଇରସ କଣ ଦେଖିଲେ? ଟାଇମ ଦେଖିଲେ, ଆରେ କାଲି ଠିକ ଏଇ ସମୟରେ ଯୀଶୁ ମତେ ବାକ୍ୟ ଦେଇଥିଲେ। ଆଶ୍ଚର୍ଯ୍ୟ। ଉଁ, ସେଥିପାଇଁ ସାରା ମଧ୍ୟ ଯେତେବେଳେ ବନ୍ଧ୍ୟା ଥିଲା, ପରମେଶ୍ୱର କଣ କହିଲେ? ଆଦି ପୁସ୍ତକ 18 ପର୍ବରୁ ପରମେଶ୍ୱର ଦୂତମାନଙ୍କୁ ପଠେଇଲେ, ପ୍ରତିଜ୍ଞା ଆଉଥରେ ପୁନର୍ବାର ମନେ ପକେଇ ଦେଲେ। ସାରାର କୋଳରେ ନିରୂପିତ ସମୟରେ କାଳ ସାରାର କୋଳରେ ଛୁଆ ଥିବ। ବାପରେ, ପ୍ରଭୁ କଣ କହୁଛନ୍ତି? ସାରାର କୋଳରେ ନିରୂପିତ ସମୟରେ ଛୁଆ ଥିବ ବୋଲି କହି ପରେ 18 ପର୍ବ ବିତିଗଲା, 19 ପର୍ବ ବିତିଗଲା, 20 ପର୍ବ ବିତିଗଲା, 21 ପର୍ବ ଆସିଲା ବେଳକୁ ଇସାକ ଆସିଛି। ପ୍ରଭୁଙ୍କର ପ୍ରତିଜ୍ଞା ଅନୁସାରେ ଇସାକ ଜନ୍ମ ହେଲା ଲେଖା ହେଇଛି। ଆଶ୍ଚର୍ଯ୍ୟ, ଯୋଉ ଅବ୍ରାହମ ପ୍ରଭୁଙ୍କୁ ବିଶ୍ୱାସ କରିପାରୁନଥିଲେ, ତେ ପରମେଶ୍ୱର କଣ ଅବ୍ରାହମଙ୍କ ଅବିଶ୍ୱାସକୁ ଦେଖିଲେ କି? ନାଇଁ, ପରମେଶ୍ୱର ଯିଏ ନିଜେ ପ୍ରତିଜ୍ଞା କରିଥିଲେ, ସେ ନିଜର ପ୍ରତିଜ୍ଞା ନିଜେ ସଫଳ କଲେ। ଠିକ ସେହିପରି ପରମେଶ୍ୱର ଯଦି ମତେ ପ୍ରତିଜ୍ଞା ଭିତରେ ରଖି ଅଛନ୍ତି, ତ ମୋର ପ୍ରତିଜ୍ଞା, ମୋର ଅଭାବ କିଏ ପୂରଣ କରିବ? ପରମେଶ୍ୱର ପୂରଣ କରିବ। ସତରେ ପରମେଶ୍ୱର ଏ ପ୍ରକାର ଭାବରେ ଆମମାନଙ୍କୁ ପଢେଇକି ନେବା ପାଇଁ ଚାହାନ୍ତି। ଏ ପ୍ରକାର ଭାବରେ ପରମେଶ୍ୱର ଆମମାନଙ୍କ ଜୀବନରେ କାର୍ଯ୍ୟ କରିବା ପାଇଁ ଚାହାନ୍ତି। ଆଉ ଗୋଟେ ଆମମାନେ ବାକ୍ୟ ଦେଖିବା ଆଉ ଶେଷ କରିବା। ଜାକବ ପୁସ୍ତକ 4 ପର୍ବର 8 ପଦ ବାକ୍ୟ ଟିକେ ଆମମାନେ ଦେଖିବା। ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମମାନଙ୍କର ନିକଟବର୍ତ୍ତୀ ହେବେ। ହେ ପାପୀମାନେ, ତୁମମାନଙ୍କ ହସ୍ତ ସୂଚି କର। ପୁଣି ହେ ଦିମନା ମାନେ, ତୁମମାନଙ୍କୁ ହୃଦୟ ଶୁଦ୍ଧ କର। ପ୍ରଭୁ କଣ କହିଲେ? ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମମାନଙ୍କର ନିକଟବର୍ତ୍ତୀ ହେବେ। ପ୍ରଭୁ କଣ କହିଲେ? ତମେ ଫାଷ୍ଟ ପ୍ରଭୁଙ୍କ ପାଖରେ ଯାଅ, ପ୍ରଭୁଙ୍କ ପାଖରେ ନିଜକୁ ସମର୍ପଣ କର। ପ୍ରଥମେ ହଉଛି ସେଇଟା। ଆମେ ପ୍ରଭୁଙ୍କ ପାଖରେ ଆଗ ଯାଉନୁ, ମୋ ପାଖରେ କାହିଁକି ନାହିଁ, ସେଟା ନାହିଁ, ଏଟା ନାହିଁ, ଏମିତି ନାହିଁ, ସେମିତି ନାହିଁ, ପରିତ୍ରାଣ ପାଇଲେ କଣ ଲାଭ ହେଲା କହୁଛୁ। କିନ୍ତୁ ପ୍ରଭୁ କଣ କହୁଛନ୍ତି? ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମମାନଙ୍କ ନିକଟବର୍ତ୍ତୀ ହେବେ। ଯଦି ମୁଁ ପ୍ରଭୁଙ୍କ ପାଖକୁ ଯାଉନାହିଁ, ପ୍ରଭୁ ମୋ ପାଖରେ ଆସିକି ମୋ ପାଇଁ କାମ କରନ୍ତୁ ହେଲେ କେମିତି ହବ? ମୋର ଯଦି ବ୍ୟାଙ୍କରେ ସମସ୍ୟା ଅଛି, ମତେ ବ୍ୟାଙ୍କ ମ୍ୟାନେଜରକୁ ଘରକୁ ଡାକିବାର ଅଛି, ନା ମତେ ବ୍ୟାଙ୍କ ମ୍ୟାନେଜରକୁ ବ୍ୟାଙ୍କକୁ ଯାଇକି ଭେଟବାର ଅଛି? କୁଆଡେ ଯିବାର ଅଛି ମତେ? ମତେ ବ୍ୟାଙ୍କକୁ ଯିବାର ଅଛି, ଯେହେତୁ ମୋର ସମସ୍ୟା ହେଇଛି। ବ୍ୟାଙ୍କ ମ୍ୟାନେଜର କୌଣସି ସମସ୍ୟା ନାହିଁ। ସେଥିପାଇଁ ଭାଇ ଭଉଣୀ ନାହିଁ, ଯଦି ମୋ ପାଖରେ ସମସ୍ୟା ଅଛି, ତ ମତେ ପରମେଶ୍ୱରଙ୍କ ପାଖରେ ଯିବାର ଅଛି। ହେଁ? ସେଥିପାଇଁ ପ୍ରଭୁ କଣ କହୁଛନ୍ତି? ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମମାନଙ୍କ ନିକଟବର୍ତ୍ତୀ ହେବେ। ଗୋଟେ ବ୍ୟାଙ୍କ ମ୍ୟାନେଜର ଗୋଟେ ସାଧାରଣ ଲୋକଙ୍କର ସମସ୍ୟା କେବେ ନିଜେ ନିଜେ କେବେ ଜାଣିବ ନାହିଁ। ତ ଜଣେ ସାଧାରଣ ଲୋକ ଯେତେବେଳେ ନିଜର ସମସ୍ୟା ଧରିକି ଯେତେବେଳେ ମ୍ୟାନେଜର ପାଖରେ ଯିବ, ଯେତେବେଳେ କହିବ, ପ୍ରକାଶ କରିବ, ତେବେ ସେ ଜାଣିବ, ହଁ ତୋ ପାଖରେ ଏ ପ୍ରକାର ସମସ୍ୟା ଅଛି, କିଛି ଅସୁବିଧା ନାହିଁ, ମୋ ପାଖରେ ଚାବିକାଠି ଅଛି, ହଁ ମୁଁ ଏଇଟା କରିଦେଇ ପାରିବି। ସେତେବେଳେ ସେଟା ବହୁତ ସହଜରେ ପ୍ରକୃତିରେ ହେଇପାରେ। ଦିନେ ମୋର ଅନଲାଇନ ପ୍ରକୃତିରେ ଟ୍ରାଞ୍ଜାକ୍ସନ ପ୍ରକୃତିରେ ବନ୍ଦ ହେଇଗଲା। ପେଟିଏମ ଚାଲିଲା ନାହିଁ, ଗୁଗଲ ପେ ନାହିଁ, ମାନେ ଏଟିଏମ ବି ନାହିଁ, କୌଣସି ବିଷୟ ପ୍ରକୃତିରେ ନାହିଁ। କାହିଁକି? ଥ୍ରେଶୋଲ୍ଡ ଲିମିଟ କ୍ରସ୍ ହେଇଥିଲା ନା। ମୁଁ ଯେତେବେଳେ ଯାଇକି ଟ୍ରାଞ୍ଜାକ୍ସନ କରୁଛି ହେଲା ଯେ, ମୁଁ କମ୍ପ୍ଲେନ ଦେଲି। କମ୍ପ୍ଲେନ ଦେଲାକୁ ମଧ୍ୟ ଅନଲାଇନରେ ସେମାନେ କରିଦେଲେ ନାହିଁ। ମତେ ଦିନେ ବାଧ୍ୟ ମୋର ହୋମ ବ୍ରାଞ୍ଚକୁ ପ୍ରକୃତିରେ ଯିବାକୁ ପଡ଼ିଲା। ଯେତେବେଳେ ମୁଁ ହୋମ ବ୍ରାଞ୍ଚକୁ ଗଲି, ସେଟା ହଁ ମତେ ଟିକେ ଲାଇନରେ ଲଗେଇବା ପାଇଁ ଟିକେ ସମୟ ପ୍ରକୃତିରେ ଲାଗିଲା ମ୍ୟାନେଜର ପାଖରେ ପହଞ୍ଚିବା ପାଇଁ। କିନ୍ତୁ ଯେତେବେଳେ ମୁଁ ପହଞ୍ଚିଲି, ଗୋଟେ ଅତି ଅଧିକ ହେଲେ ଗୋଟେ 5 ମିନିଟ ଭିତରେ ସମାଧାନ ହେଇଗଲା ସେଟା। ସତରେ। ହେଁ? ସେଥିପାଇଁ ଆମେ ଯଦି ଘରେ ଥାଇକି ବ୍ୟାଙ୍କ ନ ଯାଇକି ଘରେ ଏକା
କମ୍ପ୍ଲେନ କରୁଥିବୁ ଏଇଟା କର, ଏଇଟା ହବ କି? କେବେ ହବ ନାହିଁ। ସେଥିପାଇଁ ଆମେ ପରମେଶ୍ୱରଙ୍କ ପାଖରେ ଯାଉନୁ ଆଉ ପ୍ରଭୁଙ୍କ ଠାରୁ ଦୂରରେ ରହିକି, ବାକ୍ୟ ଠାରୁ ଦୂରରେ ରହିକି, ପ୍ରଭୁ ଏଇଟା କର ସେଟା କର, କାହିଁକି ହଉନାହିଁ, ସେମିତି ହେଲା ସେମିତି ହେଲା ନାହିଁ ସେମିତି ହେଲାନି, ଯେ ପ୍ରଭୁ କାହିଁକି କର? ତମେ ତ ଫାଷ୍ଟ ପ୍ରଭୁଙ୍କ ପାଖରେ ଯାଉନ, ତମେ ଖାଲି ମାଗୁଛ। ହଁ। ସେଥିପାଇଁ ବାକ୍ୟ ପ୍ରଭୃତିରେ କଣ କହୁଛି, ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମମାନଙ୍କ ନିକଟବର୍ତ୍ତୀ ହେବେ। ହେ ପାପୀ ମାନେ ତୁମମାନଙ୍କ ହସ୍ତ ସୂଚି କର ଲେଖା ହେଇଛି। ତା ମାନେ ଆମର ହାତ କଣ ହେଇଛି? ମଇଳା ହେଇଛି, କାଦୁଅ ଲାଗିଛି। ଏଁ କାଦୁଅ ଲାଗିଛି। ସେଥିପାଇଁ ପରମେଶ୍ୱର କଣ କହିଲେ, ତମେ ସୂଚି କର। ସୂଚି କର ମାନେ ଧୋଇ ଦିଅ, ତମେ ସଫା କର, ଫାଷ୍ଟ ସଫା କର କହୁଛନ୍ତି। ସେଥିପାଇଁ ତଳେ ଲେଖା ହେଇଛି, ପୁଣି ହେ ଦିମନା ମାନେ ତୁମମାନଙ୍କର ହୃଦୟ ଶୁଦ୍ଧ କର ଲେଖା ହେଇଛି। ତା ମାନେ ହୃଦୟ ଶୁଦ୍ଧ ନାହିଁ ଆମ ପାଖରେ, ହୃଦୟ ପ୍ରକୃତିରେ ଅଶୁଦ୍ଧ। ଏଁ? ମାନେ ପାପରେ ପୂର୍ଣ୍ଣ। ସେଥିପାଇଁ ଫାଷ୍ଟ ପରମେଶ୍ୱର କଣ ଚାହାନ୍ତି, ତମର ପାପକୁ ସଫା କର, ତୁମର ପାପକୁ ଧୋଇ ଦିଅ, ତେବେ ତମର ସବୁ କିଛି ସମାଧାନ। ପକ୍ଷାଘାତୀ ରୋଗୀ ଶଯ୍ୟାଶାୟୀ ହେଇକି ଥିଲା ବହୁତ ବର୍ଷ ଧରିକି। ଉଁ, ଦିନେ ଯୀଶୁ ପ୍ରଭୁତିରେ ଆସିବାଟା ଲୋକ ଶୁଣିଲେ, ଏ ପକ୍ଷାଘାତୀ ରୋଗୀ ମଧ୍ୟ ଶୁଣିଥିବ, କିନ୍ତୁ କେବେ ନିଜେ ଯାଇପାରିବ ନାହିଁ। ସେଥିପାଇଁ ପକ୍ଷାଘାତୀ ରୋଗୀକୁ ସେବା କରବାଟା ଚାରି ଜଣ ଲୋକ ଥିଲେ। ଦିନେ ଯୀଶୁଙ୍କ ଆସିବାର ଖବର ସେମାନେ ମଧ୍ୟ ଶୁଣିଲେ। ସେମାନେ ପ୍ରଭୁତିରେ କେବେ ମଧ୍ୟ ସେ ତାକୁ ଦେଖିକି ରହିପାରିଲେନି। ସେଥିପାଇଁ ଦିନେ ଏହାକୁ ଖଟରେ ବୋହିକି ଚାରି ଜଣ ପ୍ରଭୁତିରେ ଯୀଶୁଙ୍କ ଆଡ଼କୁ ବୋହିକି ନେଇକି ଗଲେ। ଦେଖିଲେ ଯୀଶୁଙ୍କ ପାଖକୁ ନେବା ପାଇଁ କୌଣସି ଜାଗା ପ୍ରଭୁତିରେ ନାହିଁ। ଅନ୍ୟର ଛାତକୁ ଖୋଳିଲେ, ଆଉ ଯୀଶୁ ଯୋଉ ଜାଗାରେ ବସି ଅଛନ୍ତି ସେ ପକ୍ଷାଘାତ ରୋଗୀକୁ ସେ ଜାଗାରେ ଓହ୍ଲେଇ ଦେଲେ। ଯୀଶୁ ପକ୍ଷାଘାତୀ ରୋଗୀକୁ ଦେଖିଲେ, ଆଉ ୟାର ବିଶ୍ୱାସ ଅନୁସାରେ କାମ କରିନାହାନ୍ତି। ଏ ଚାରି ଜଣଙ୍କର ବିଶ୍ୱାସ ଦେଖିକି ପକ୍ଷାଘାତ ରୋଗୀକୁ କଣ କହିଲେ, ବଶ୍ଚ ତୋର ପାପ କ୍ଷମା କରାଗଲା। ତ ସତରେ ଏ ପକ୍ଷାଘାତୀ ରୋଗୀର ସତରେ ରୋଗର ସମସ୍ୟା ଥିଲା ନା ପାପର ସମସ୍ୟା ଥିଲା? ରୋଗର ସମସ୍ୟା କେବେ ବି ନଥିଲା। ଯୀଶୁଙ୍କ ଦୃଷ୍ଟିରେ ପାପର ସମସ୍ୟା ଥିଲା। ଯୀଶୁ ଯେତେବେଳେ କହିଲେ ବସ ତୋର ପାପ କ୍ଷମା କରାଗଲା, ଉଠ ନିଜର ଖଟିଆ ଘେନିକି ଚାଲ, ଇଏ କେବେ ରହିପାରିଲାନି। ଦିନେ ଇଏ ଚାଲି ପାରୁନଥିଲା, ଶଯ୍ୟାଶାୟୀ ହେଇକି ଥିଲା। ଯୀଶୁଙ୍କର ବାକ୍ୟ ଆସିଲା ପରେ ଇଏ ନିଜର ଖଟକୁ ବୋହିକି ଯାଇପାରୁଛି। ସତରେ ଆମେ ନିଜେ ନିଜେ ନିଜର ସମସ୍ୟାକୁ ସମାଧାନ କରିପାରିବୁ ନାହିଁ। ନିଜେ ନିଜେ ପରିସ୍ଥିତିକୁ ଆମେ ସମାଧାନ କରିପାରିବୁ ନାହିଁ। କିନ୍ତୁ ଈଶ୍ୱରଙ୍କର ବାକ୍ୟ ଯେତେବେଳେ ଆମ ଜୀବନରେ ଆସିବ, ସେଟା ଅଟୋମେଟିକ ସମାଧାନ ହବ। ସେଥିପାଇଁ ମୁଁ ଆଶା କରେ ଭାଇ ଭଉଣୀମାନେ, ଆପଣମାନେ ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେଇକି, ବାକ୍ୟର ନିକଟବର୍ତ୍ତୀ ହେଇକି ଜୀବନ ଯାପନ କରିବେ। ଆଜି ମୁଁ ଏତିକି କହିବି। ବେଶୀ ଧନ୍ୟବାଦ ସମସ୍ତେ ଜଡ଼ିତ ହେଇଥିବା ପାଇଁ।